ଆଉ ଭାଇ ଆମେ ଏବେ ଗୋଟେ ବି ଶୁଣିବାକୁ ପାଉଛୁ କି ଯାହାକି ଏସଏମ ଅଡିଓ ସେଲ ହବାକୁ ଯାଉଛି ବୋଲି, ସେଟା କଣ ଏଇ ପବ୍ଲିକଙ୍କୁ ସତ କି ମିଛ କଣ ଭାଇ ପବ୍ଲିକ ଟେ ଜଣାନ୍ତୁ? ଏମିତି ତ କନଫର୍ମ ହେଇନି କିନ୍ତୁ ସେଲ୍ କରିବାଟା କନଫର୍ମ ହୁଁ। ଆସିବ ଆଉ ସମସ୍ତଙ୍କଠୁ ଟିକେ ଡିଫରେଣ୍ଟ ଆସିବ ଆଉ। ନୂଆ ଡିଜାଇନ ଆସିବ ହଁ ଆଉ। ଆଉ ଯୋଉ ନୂଆ ସେଟଅପ୍ ଆସିବ ସେଥିରେ କମ୍ପିଟିସନ କାମ ଯୋଉ ଗୁଡାକ ଏଇ ଯୋଉ ଚାଲୁଛି ସେଗୁଡା ପୁରା ବନ୍ଦ ରହିବ। ତମେ ଷ୍ଟାର୍ଟ କରିଛ ମାନେ ତମେ ଯଦି ସେତେବେଳେ ଷ୍ଟାର୍ଟ କରିଛ ଆଉ ଜଣେ ମାନେ ସେଟାକୁ ଶୁଣିଛି ହୁଁ ସେଟାକୁ ଜାଣିଛି ତ ଜାଣିଛି ମାନେ ହୁଁ ସେ ଥୋଡି ତମକୁ ଛାଡିଦବ ହୁଁ କି? ଛାଡିବନି। ଏଇସବୁ ଜିନିଷ ଯୋଉମାନେ ଷ୍ଟାର୍ଟ କରୁଛନ୍ତି ସେମାନେ ଯଦି ବନ୍ଦ କରିଦେବେ, ଧର ମୁଁ ଆଜି ଷ୍ଟାର୍ଟ କରିଥିବି, ଯଦି ମୁଁ କାଲିକା ଡେଟ୍ରେ ଯଦି ଷ୍ଟାର୍ଟ କରିଛି ଆର ଲୋକ ବି ମତେ ବି ହୁଁ ଛାଡିବନି ହେଲା। ଯଦି ମୁଁ ଷ୍ଟାର୍ଟ କରିଛି ସେ ଜିନିଷ ଯଦି ମୁଁ ବନ୍ଦ କରିଦେବି ତାହେଲେ ଜାଣିବ ଯେ ସେଉଠୁ ହେଲା ମାନେ ବାଘ ନୁହେଁ, ଇଏ ହଉଛି 35 ବର୍ଷର ବାଘ। ମାନେ 35 ବର୍ଷ ହେଲାନି ଏ ଲାଇନରେ ସେ ଷ୍ଟ୍ରଗଲ କରି ଫିଲ୍ଡ ହୁଁ ଉପରେ କହୁଛି କିଏ ଯାହା କହିଲେ ଆମେ ତ ଦେଖୁଛୁ ସବୁବେଳେ ଏମିତି କେତେ ହୁଁ ଆସିକି କେତେ ଗଲେଣି ହୁଁ କିନ୍ତୁ ଆମେ ତ ଯୋଉଠି ସେଇଠି ହୁଁ। ବସୁଛୁ। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜୟ ଜଗନ୍ନାଥମାନଙ୍କୁ। ଫାଇନାଲି ଆମେ ଆସିନା ପହଞ୍ଚି ଯାଇଥିଲୁ, ଯାହାକି ମୁଁ କହିଥିଲି ଗୋଟେ ପୋଷ୍ଟ ପକାଇଥିଲି କି ଆମର ଆସୁଛି ଏସଏମ ଅଡିଓର ହୋମ୍ ଟୁର। ଆଉ ଏସଏମ ଅଡିଓର ହୋମ୍ ପାଖରେ ଆସିକି ଆମେ ପହଞ୍ଚି ଯାଇଛୁ, ଯାହାକି ମୋ ସାମ୍ନାରେ ଦେଖନ୍ତୁ ଏସଏମ ଅଡିଓ ଠିଆ ହେଇଛି। ଆଉ ଭାଇ ଚାଲନ୍ତୁ ଯିବା ଦେଖିବା ଏସଏମ ଅଡିଓର କେମିତି କ'ଣ ବ୍ଲଗ୍ରେ ରହୁଛି ଭିଡ଼ିଓରେ। ଆଉ ଚାଲନ୍ତୁ ଦେଖିବା। ଆଉ ଏସଏମ ଅଡିଓ ଜିତୁ ଭାଇ କ'ଣ ବି କହୁଛନ୍ତି, ଜିତୁ ଭାଇ କିଛି ପଚାରିବାକୁ କ୍ୱେଶ୍ଚିନ୍ ଭାଇ ଆମର ଫାଷ୍ଟ କୋଚିଂ ଗୋଟେ ଥିଲା କି ଏସଏମ ଅଡିଓ ସେଲ୍ ହେଉଛି କି ନାହିଁ ବୋଲି, ସେ ବିଷୟରେ କିଛି ପଚାରିବା ଜିତୁ ଭାଇ କ'ଣ କହୁଛନ୍ତି କ'ଣ ନାହିଁ। ଆଉ ଚାଲନ୍ତୁ ଦେଖିବା ସେଟଅପ୍ କେମିତି କ'ଣ ସେଲ୍ ହେଉଛି କି ଆଉ ନୂଆ ସେଟଅପ୍ କ'ଣ ଆସୁଛି ନୂଆ ବର୍ଷ ପାଇଁ, ସେ ବିଷୟରେ ବି କିଛି ପଚାରିବା। ଆଉ ଚାଲନ୍ତୁ ଭିଡ଼ିଓ ଦେଖନ୍ତୁ, ଆଉ ଭିଡ଼ିଓରୁ ଫାଷ୍ଟ ଲାଷ୍ଟ ଯାକେ ଦେଖନ୍ତୁ। ଆଉ ଭାଇ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ ସମସ୍ତଙ୍କୁ କରି ଦିଅନ୍ତୁ ଚ୍ୟାନେଲକୁ। ଭାଇ କି ନୂଆ ନୂଆ କିଛି ଅଲଗା ବି ଭିଡ଼ିଓ ଆସିପାରିବ ଆପଣମାନଙ୍କ ପାଇଁ। ଆଉ ଯେଉଁ ଭାଇମାନଙ୍କର ଯେଉଁ ସେଟଅପ୍ ପୁରା ଦରକାର କମେଣ୍ଟ ବି ଜଣାଇବେ। ଆଉ ଚାଲନ୍ତୁ ଯିବା ଦେଖିବା କେମିତି କ'ଣ ହୋମ୍ ଟୁର୍ ଭିଡ଼ିଓ ହେଉଛି ଜିତୁ ଭାଇଙ୍କ ପାଖରୁ ଷ୍ଟାର୍ଟିଂ କରିବା ଆଉ। ଜୟ ଜଗନ୍ନାଥ ଭାଇମାନଙ୍କୁ ଆଉ। The real legend, Rasmi Bhai and Jitu Bhai, remix by DJ Extra, King of Odisha, SM Audio, SM Audio, SM Audio, SM Audio, remix by DJ. ତ ଫାଇନାଲି ଭାଇ ଆମେ ଆସିନା ପହଞ୍ଚି ଯାଇଥିଲୁ, ଯାହାକି ମୁଁ କହୁଥିଲି ଭିଡ଼ିଓରେ। ଆଉ ସାମ୍ନାରେ ଆମର ଅଛନ୍ତି ଜିତୁ ଭାଇ। ଆଉ ଜିତୁ ଭାଇଙ୍କ ଆମ ଚ୍ୟାନେଲକୁ ଭାଇ ସ୍ୱାଗତ। ଆଉ ଭାଇ ଜିତୁ ଆମକୁ ଟାଇମ୍ ଦେଇଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ, ହାପି ନ୍ୟୁ ଇୟର ସମସ୍ତଙ୍କୁ ଆଡଭାନ୍ସ। ଆଉ କେମିତି କ'ଣ ଅଛନ୍ତି? ଭଲ ଅଛି। ଭାଇ ଆମେ ମାନେ ଏତେ ବର୍ଷ ଆପଣଙ୍କର ସେଟଅପ୍ ଆସିଲାଣି, ମାନେ ଯାହାକୁ କହିଲୁ ଟେକର ଥିଲା କିନ୍ତୁ ସେଟର ଡିଜେ ଟେକର ନାହିଁ, ଟେକରଠୁ ଆହୁରି ପୁରୁଣା, ମାନେ କହିବାକୁ ଗୋଟେ ଟଲିରେ ଲୋଡ୍ କରିକି ମାନେ ଟେକରରୁ ଏବେ ମାନେ ଆଇଚର ଯାକେ ଆସିଲେଣି। ମାନେ ଏତେ ମାନେ କହିବାକୁ ଗଲେ 35-40 ବର୍ଷ କ୍ୟାରିୟର ହେଲାଣି ଆପଣଙ୍କର। ଆଉ ତାପରେ ବି ସେଇ କ୍ରାଉଡକୁ ନେଇ ମାନେ ପବ୍ଲିକଙ୍କୁ ଭଲ ପାଇବା ସପୋର୍ଟ ଯେତେ କରିଦେବାରୁ ଆଉ ତାକୁ ନେଇ କ'ଣ କହିବେ? ମୁଁ ତ ରସିମ ଭାଇଙ୍କର ବହୁତ ଦିନ ହେଇଗଲାଣି। ହୁଁ ତାଙ୍କର ଆକ୍ଚୁଆଲି ଏଇଟା ମୋ ବାପା ଷ୍ଟାର୍ଟ କରିଥିଲା ହୁଁ ଆଗରୁ। ବାପାଙ୍କ ପରେ ଭାଇ, ହୁଁ ଭାଇଙ୍କ ପରେ ମୁଁ। ହୁଁ ଭାଇଙ୍କର ବହୁତ ଷ୍ଟ୍ରଗଲ ହେଇଗଲାଣି ବହୁତ ହୁଁ ଦିନରୁ। ହୁଁ ତାପରେ ମୁଁ 9 କ୍ଲାସରୁ ଏଥିରେ ଏଣ୍ଟ୍ରି ହୁଁ ମାରିଥିଲି। ଧୀରେ ଧୀରେ ଏମିତି ଛୋଟରୁ ହେଇକି ହୁଁ ବଡ଼ ହେଲାନି। ଏବେ ହୁଁ ଏଇ 2-3 ବର୍ଷ ହେଲାନି ମୁଁ ଟିକେ ପବ୍ଲିସିଟି ହେଇଛି, ଲୋକ ହୁଁ ମୋତେ ଚିହ୍ନିଛନ୍ତି ବି ହୁଁ ଭଲସେ। ଆଗରୁ ବି ବହୁତ ପୁରୁଣାରୁ ବି ଚିହ୍ନିଥିଲେ, ହୁଁ କିନ୍ତୁ ଏମିତି ବେଶୀ ପବ୍ଲିସିଟି ହେଇଛି 2-3 ବର୍ଷ ଭିତରେ। ହୁଁ। ବୁଝିପାରିଲେ? ଆଉ ଯୋଉ ପବ୍ଲିକଙ୍କ ସପୋର୍ଟକୁ ନେଇ କ'ଣ କହିବେ? ସେଇମାନଙ୍କ ପାଇଁ ବୋଲି ମୁଁ ଆଜି ଏଇ ଜାଗାରେ ହିଁ ହୁଁ ଅଛି। ଜିତୁ ଭାଇ ବୋଲି ଲୋକକୁ ଏଇ ଗୋଟେ ମାର୍କେଟରେ ଚିହ୍ନିଛନ୍ତି ସେଇମାନଙ୍କ ପାଇଁ। ହୁଁ। ଭାଇ ଏବେ ବି ଆପଣ ମାନେ ବହୁତ ସାରା ବାହାର ପ୍ରୋଗ୍ରାମ କଲେଣି। ହୁଁ ଏବେ ବି ଆମେ ରିସେଣ୍ଟଲି ଯାଇଥିଲୁ ସମ୍ବଲପୁର, ହୁଁ ଯାଜପୁର, ନୂଆ ପ୍ରୋଗ୍ରାମ। ହୁଁ ସେଇ ଜାଗାରେ କ୍ରାଉଡ କେମିତି କ'ଣ ଥିଲା, ଆଉ ସେଇ ହୁଁ ପରଫମାନ୍ସ କେମିତି କ'ଣ ହେଇଥିଲା? ଶୁଣ, ସବୁ ଜାଗାରେ ସମସ୍ତେ ଭଲ ଅଛନ୍ତି, କିନ୍ତୁ ହୁଁ ଗୋଟେ ଗୋଟେ ଥାଏ ସେଥିରେ ବେଷ୍ଟ ଥାଏ। ହୁଁ ଯାଜପୁର ଯାଇଥିଲି, ସେଠି ବି ଭଲ ଥିଲା। ହୁଁ ସେଠିକାର ପିଲା ବି ଭଲ, ଲୋକଙ୍କର ଭଲ ବିହେଭିୟର ବି ଭଲ, ହୁଁ ଲୋକ ବି ଭଲ। ହୁଁ ଏମିତି କିଛି ନାହିଁ ତା ବୋଲି ସେଠି ବୋଲି ନୁହେଁ, ସବୁଠେ ଭଲ। ଯୋଉମାନେ ବି ନେଉଛନ୍ତି ଯାହା ବି କରୁଛନ୍ତି ସେଠି ଭଲ, ସମସ୍ତେ ଭଲ ବ୍ୟବହାର ଦେଖେଇଛନ୍ତି। ଆଉ ଜିତୁ ଭାଇକୁ ବି କ'ଣ କଲେ ମାନେ ଭଲ ଇଏ କରିଛନ୍ତି, ଭଲ କାମ ବି କରିଛୁ, ସବୁ କରିଛୁ। ହୁଁ। ଏମିତି କିଛି ଅସୁବିଧା ନାହିଁ, ଲୋକମାନଙ୍କର ଭଲ ପାଇବା ସବୁବେଳେ ହିଁ ଅଛି। ଭାଇ ଆମେ ଜାଣୁଛୁ ଯେ ଜିତୁ ଭାଇ ଏସଏମ ଅଡିଓରେ ମାନେ କହିବାକୁ ଗଲେ ପ୍ଲେ ସବୁବେଳେ ଆପଣ କରୁଛନ୍ତି ଅପରେଟିଂ। ହୁଁ କିନ୍ତୁ ଆପଣ ଯେତେବେଳେ ଛୋଟରୁ ମାନେ କହୁଛନ୍ତି ଆମେ 9th କ୍ଲାସରୁ ଏବେ ଆମେ ଅପରେଟିଂ କରି ଆସୁଛୁ ବୋଲି, ହୁଁ କିନ୍ତୁ 9th କ୍ଲାସରୁ ଅପରେଟିଂ ଭାଇ ଆପଣ ଯୋଉ ସେତେବେଳେ ବି ଅପରେଟିଂ କରୁଥିଲେ ଆଗରୁ କୋଉଠି ଯାଇନା ମାନେ କୋଚିଂ ନେଇଥିଲେ କି ସାଉଣ୍ଡ ବିଷୟରେ? ଯେତେବେଳେ ଫାଷ୍ଟ ଟାଇମ୍ ନା ଆମେ ସାଉଣ୍ଡ ବାହାରିଥିଲା, ହୁଁ ଆମେ ଏମିତି ଗାଡ଼ି ଏମିତି ଯୋଉ ଟୋଟାଲ ଏମିତି ମୋଡିଫାଏ କରିକି କିଛି କରିନଥିଲୁ। ଆମେ ଦେଖୁଥିଲୁ ଆଗରୁ ଛୋଟବେଳେ ଯେତେବେଳେ ଚାଲିଥିଲା, ଲୋକ ବାହାରୁ ଆଣୁଥିଲେ, ମାନେ
ଡିଜେ କ'ଣ ଆମେ ବି ଜାଣିନଥିଲୁ। ଯେତେବେଳେ ସେ ବାହାରୁ ଆଣୁଥିଲେ ସେଇଟାକୁ ଦେଖିକି ଫଲୋ କରିକି ସେତେବେଳେ ଆଗ ଫାଷ୍ଟ ଟାଇମ୍ ଗୋଟେ ଗାଡ଼ି ଭଡ଼ା ନେଇକି ଆଣିକି ଆମେ ଖୋଲାରେ କରିଥିଲୁ। ଖୋଲା ପରେ ପରେ ଆମର ସେତେବେଳେ ଟ୍ରେକର୍ ବି ଥାଏ, ଯେଉଁଠି ବି ପ୍ରୋଗ୍ରାମ୍ ହୁଏ ଆମେ ଦେଖିବାକୁ ପାଇଁ ବି ଯାଉ। ତାପରେ ଯେତେବେଳେ ଫାଷ୍ଟ ଟାଇମ୍ ବାପା ଏକ୍ସପାର୍ଟ କଲେ ସେତେବେଳେ କିଛି ଗୋଟେ ରଖା ହେଇଥିଲା ଅଲଗା କାମ କରିବା ପାଇଁ, ପେମେଣ୍ଟ ରଖା ହେଇଥିଲା। ସେତେବେଳେ ଆଉ ସେ ଖୁସି ମଜା କରିବା ପାଇଁ ମୁଡ୍ ହେଲାନି। ସେଇ ପଇସା ଆମେ ଲଗେଇ ଦେଇଥିଲୁ ମଡ଼ିଫାଏ କରିକି ଗୋଟେ ଗାଡ଼ି ନେଇକି ଯାଇଥିଲୁ 407, ସେଇଟା ମଡ଼ିଫାଏ କରିକି ଫାଷ୍ଟ ଟାଇମ୍ ମୁଁ ବାହାର କରିଥିଲି। ଅନୁଗୁଳରେ କହିଲେ ମଡ଼ିଫାଏଡ଼ ଗାଡ଼ି ଫାଷ୍ଟ ଟାଇମ୍ ମୁଁ ବାହାର କରିଥିଲି, ବୁଝିପାରିଲେ। ପିଲା ବି ଅଛନ୍ତି ଜାଣିଥିବେ ମୁଁ କେତେବେଳେ କିଏ କ'ଣ ବାହାରିଥିଲା, କିଏ କାହା ପରେ ବାହାରିଥିଲା। ମୁଁ କହିବାଟା ଠିକ୍ ନୁହେଁ, ଲୋକ ଦେଖୁଛନ୍ତି ବାହାର ଫିଲ୍ଡରେ ବି ଦେଖୁଛନ୍ତି, ସେମାନେ ହିଁ କହିଦେବେ। ଫାଷ୍ଟ ଟାଇମ୍ ମୁଁ ମଡ଼ିଫାଏ ଗାଡ଼ି ମୁଁ ବାହାର କରିଥିଲି, କିନ୍ତୁ ଡିଜେ ମୋ ଆଗରୁ ଲୋକ ବାହାରୁ ଭୁବନେଶ୍ୱରରୁ ନେଇକି ଆଉଥିଲେ, କିଏ କେଉଁଠୁ ଯାହାର ଯାହା ଲିଙ୍କ୍ ଥିଲା ସେ ବାହାରୁ ବି ନେଇକି ଆସୁଥିଲେ। ଆମେ ସେତେବେଳେ ବୁଲି ବୁଲି ଦେଖୁଥିଲୁ ଏ ଜିନିଷ ଆକ୍ଚୁଆଲି କ'ଣ ନାହିଁ। ତାପରେ ଯେତେବେଳେ ଗାଡ଼ି ଏମିତି ବାହାରିଗଲା ମଡ଼ିଫାଇ ହେଲା, ଲୋକ ଫିଲ୍ଡରେ ଉପରେ ବୁଲୁଛୁ, ଲୋକ ପଚାରିବେ ଡିଜେ ହିଁ କ'ଣ, ଡିଜେ କାହାକୁ କୁହାଯାଏ, ଏସବୁ ବିଷୟରେ ଜାଣିବା ପାଇଁ ମୋର ତ ନଲେଜ୍ ନାହିଁ। ମୁଁ ସିନା କରିଦେଇଥିଲି, କିନ୍ତୁ ଏସବୁ ଜିନିଷରେ ଏଣ୍ଟ୍ରି ମାରିଲା ମାନେ ଲୋକ ପଚାରିଲା ମାନେ ତାଙ୍କ କୋଶ୍ଚିନ୍ର ଆନ୍ସର୍ ଦେବାକୁ ପଡ଼ିବ। ଇଏ କ'ଣ କୁହାଯାଏ, କାହାକୁ କ'ଣ କୁହାଯାଏ। ସେଇଥିପାଇଁ ଭାଇ ମୋତେ କହିଲେ ଯେ ନାହିଁ ଏଇଟା ଜାଣିବାକୁ ପଡ଼ିବ। ସେଥିପାଇଁ ମୁଁ ଭୁବନେଶ୍ୱରରେ ଜଣଙ୍କ ପାଖରେ ଥିଲି। ଜଣଙ୍କ ପାଖରେ ବୋଲେ ଆକ୍ଚୁଆଲି ମୁଁ ବି ଜାଣିନଥିଲି ଏସବୁ ଜିନିଷ କେମିତି ହୁଏ, କିଏ କରେ। ଆପଣ ଜାଣିଥିବେ ଭୁବନେଶ୍ୱରରେ ଜଣେ ଅଛନ୍ତି ଡିଲର ରିଏଲ୍ ସାଉଣ୍ଡ ବୋଲି, ତାଙ୍କ ଜରିଆରେ ମୁଁ ସେଠି ରହିଥିଲି। ସେ ମୋତେ ଜଣେ ଟିଚର୍ ମୋ ପାଇଁ ସେଟ୍ କରିଦେଇଥିଲେ, ଯେଉଁଟାକି ଥିଲା 2 ବର୍ଷ 3 ବର୍ଷର କୋର୍ସ ଥିଲା। କିନ୍ତୁ ମୁଁ କ'ଣ କି 2 ବର୍ଷ 3 ବର୍ଷ ପିଲା ନୂଆ ପିଲା ହେଲେ ସେଥିରେ ସେ ଏକ୍ସପର୍ଟ ହେଇଯିବେ, କିନ୍ତୁ ମୋର ଯେହେତୁ ଆଗରୁ ଟିକେ ଅଭିଜ୍ଞତା ଥିଲା ମୁଁ ବର୍ଷେ 1.5 ବର୍ଷ ଭିତରେ ତାକୁ କମ୍ପ୍ଲିଟ୍ କରିଥିଲି। ଜଣେ ଥିଲେ ଅଂଶୁମାନ ମହାନ୍ତି ବୋଲି ଜଣେ ଥିଲେ, ସିଏ ମୋର ଗୁରୁ। ତାଙ୍କ ପାଖରେ ଥିଲି 3 ବର୍ଷର କୋର୍ସ, ମୁଁ ବର୍ଷେ 1.5 ବର୍ଷ ବି ହେଇନି, ଧନ୍ୟ ବର୍ଷେ ପାଖାପାଖି ଆଉ ମୁଁ ତାଙ୍କ ପାଖରେ ଥିଲି। ସବୁ ସେ ଲାଇନିଂର ମୋବାଇଲ୍ ଡିଜେସ୍ କେମିତି ପ୍ଲେ ହୁଏ, କ'ଣ ହୁଏ, ସବୁ ତାଙ୍କ ପାଖରୁ ହିଁ ଶିଖିଥିଲି। 2 ବର୍ଷ ଭୁବନେଶ୍ୱର ଜୟଦେବ ବିହାରରେ ରହିଥିଲି। 2 ବର୍ଷ ରହିଥିଲି, କିନ୍ତୁ ମୁଁ କମ୍ପ୍ଲିଟ୍ କରିଥିଲି ଖାଲି ବର୍ଷେ 2 ମାସ, ବର୍ଷେ 2 ମାସ 3 ମାସ ଖଣ୍ଡେ ହେବ, 1.5 ବର୍ଷ ଧରିନିଅନ୍ତୁ। ଏକ୍ସପିରିଏନ୍ସ ପାଇଁ ଆଉ ଟିକେ ରହିଯାଇଥିଲା ଆଉ। ରହିଯାଇଥିଲି। ସେତେବେଳେ ସେ ମୋତେ ପ୍ରଡକ୍ସନ୍ ଶିଖିବା ପାଇଁ ବି କହିଥିଲେ, ମୋର ଏତେ ମୁଁ ସେତେବେଳେ ଗୁରୁତ୍ୱ ଦେଇନଥିଲି ଯେ ଏତେ ଜିନିଷ ଆମର ଦରକାର ନାହିଁ। ଯେତିକି ଦରକାର ଥିଲା ମୁଁ ସେତିକି କାମ ଜାଣିଦେଲି। ଆଜିକା ଡେଟ୍ରେ ମୁଁ ଏଠି ଗାଡ଼ିରେ ବଜଉଛି, ମୋ ନିଜର ଏଇଟା ଇଏ ବୋଲି। ଚାହିଁଲେ ବି ଏବେ ମୁଁ ବାହାରେ ବି କୋଉଠି ବି କାମ କରିପାରିବି, ଏମିତି କିଛି ନାହିଁ। ଭାଇ ଆଉ ଗୋଟେ ଭାଇ ପବ୍ଲିକ୍ ଆମର କମେଣ୍ଟ କରୁଥିଲେ କି ଭାଇ SM ଅଡ଼ିଓ ଭାଇ ଧିତୁଭାଇ ସବୁବେଳେ ପ୍ଲେ କରୁଛନ୍ତି, କିନ୍ତୁ ଭାଇ ଆପଣ ବାହାରେ ମାନେ କହିବାକୁ ଗଲେ ଅପରେଟର ଆଣିକି ରଖୁଛନ୍ତି କି ୟୁଟ୍ୟୁବ ମାନେ ପ୍ଲେ କରିବାକୁ। ଯୋଉଦିନ ବି କିଛି ଆବଶ୍ୟକ ପଡ଼େ, ପିଲା ଗୋଟେ ଯୋଉ ଜାଣିଥିବେ ଆଜେଡ୍ ବୋଲି ବଜାଏ, ସିଏ ବି ଆସିକି ବଜାଏ ବେଳେବେଳେ। କିନ୍ତୁ ଫାଷ୍ଟ ଟାଇମ୍ ଯେତେବେଳେ ବାହାର କରିଥିଲି ପୁରା ଥିଲା, ପୁରା ଯୋଉଟାକି ନିଟ୍ ଆଣ୍ଡ କ୍ଲିନ୍ରେ ପୁରା ଥିଲା, କୌଣସି ପ୍ରକାର ଇଏ ନଥିଲା, ତାକୁ ସେତେବେଳେ ରଖିଥିଲି। ଆଉ ଏବେକା ଡେଟ୍ରେ ଲୋକ ଯୋଉ ଟାଇପ୍ର ଖୋଜିଲେଣି, ସେଇଟା ସେଠି ମାନେ କ'ଣ କହିଲେ ସେଇ ଜାଗାରେ ସିଏ ପାରୁନାହାନ୍ତି, ସେ ଜାଗାରେ ମୁଁ ହିଁ ଯାଉଛି, ମୁଁ ହିଁ କରୁଛି। ଏବେ ବି ରିସେଣ୍ଟ ମୁଁ ବି ଅଛି। ପବ୍ଲିକଙ୍କ ଡିମାଣ୍ଡ ବି ରହୁଛି ନା, ଯେବେ ବି ଦରକାର ପଡ଼ିଲେ, ମୋର ବି ଯେବେ ଆବଶ୍ୟକ ପଡ଼େ ମୁଁ ତାକୁ ଡାକେ, ସେ ଆସେ। ଆଉ ପବ୍ଲିକଙ୍କର ବି ଡିମାଣ୍ଡ ରହୁଛି କି ଜିତୁ ଭାଇ ବଜେଇଲେ ହିଁ ମାନେ କ୍ରାଉଡଟା ଅଧିକା ରହୁଛି ବୋଲି। ସେଇଟା ତାଙ୍କ ଉପରେ ଡିପେଣ୍ଡ କରେ, ମୁଁ ତ ସେଇଟା କହିପାରିବିନି। ସେଇଟା ତାଙ୍କ ମାନଙ୍କର ଗୋଟେ ସମସ୍ତଙ୍କର ପସନ୍ଦ ଥାଏ। ସେ ଚାହିଁଲେ କାହାକୁ ଉପରକୁ ଉଠେଇ ପାରିବେ, ସେ ଚାହିଁଲେ ବି ସେମାନେ ତାକୁ ଚାହିଁବେ ବି ତଳକୁ ବି ନିଚା ବି କରିପାରିବେ, ସେଇଟା କିଛି ବଡ଼ କଥା ନୁହେଁ। କିନ୍ତୁ ସମସ୍ତେ ସେ ଶୁଣ, ସେ ପିଲା ତା ଜାଗାରେ ବି ସେ ତାର କାମ ଜାଣିଛି, ସିଏ ବି ବେଟର କରୁଛି, ତାକୁ ବି ଭଲ ଲୋକ ଭଲ ପାଉଛନ୍ତି। ମୁଁ ମୋ ଜାଗାରେ କାମ କରୁଛି, ମୁଁ ବି ଯୋଉ କାମ କରୁଛି ମତେ ବି ସେମିତି ଲୋକ ଭଲ ପାଉଛନ୍ତି। ଏଥିରେ କିଛି ବଡ଼ କଥା ନୁହେଁ ଯେ ନାଇଁ ସିଏ ଭଲ କରୁଛି ମୁଁ ଭଲ କରୁଛି, ଏମିତି କିଛି ଇଏ କରିବା। ଦରକାର ପଇଲେ ମୁଁ ତାକୁ ଡାକେ। ଆମର ନୂଆ ବର୍ଷ ପାଇଁ କ'ଣ ଅପଡେଟ୍ ଆସୁଛି କି ନାଇଁ ସେଟଅପ୍ ଉପରେ SM ଅଡ଼ିଓର? ଏବେ କିଛି ଅପଡେଟ୍ ନାହିଁ। ଆଉ ଭାଇ ଆମେ ଏବେ ଗୋଟେ ବି ଶୁଣିବାକୁ ପାଉଛୁ କି ଯାହାକି SM ଅଡ଼ିଓ ସେଲ୍ ହେବାକୁ ଯାଉଛି ବୋଲି, ସେଇଟା କ'ଣ ଏଇ ପବ୍ଲିକଙ୍କୁ ସତ କି ମିଛ କ'ଣ ଭାଇ ପବ୍ଲିକ ଟେ ଜଣାନ୍ତୁ। ଏମିତି ତ କନଫର୍ମ ହେଇନି, କିନ୍ତୁ ସେଲ୍ କରିବାଟା କନଫର୍ମ। ଯିଏ ନେବା ପାଇଁ ଇଣ୍ଟରେଷ୍ଟେଡ୍ ହେବେ ମୋ ସହିତ ଆସିଲେ କଥା ହେବେ, ମୁଁ ଦେଇଦେବି, ଏମିତି କିଛି। ଆଉ ଏଇଟା କିନ୍ତୁ ସତ କଥା, ସେଲ୍ କରାହେବ। ଭାଇଙ୍କଠୁ ବି ଜାଣିଲେ, ଦେଖ ଶୁଣିଦେଲେ SM ଅଡ଼ିଓ ସେଲ୍ ହବ। ଯୋଉ ଭାଇ ମାନେ ବି କିଣିବା ପାଇଁ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଜିତୁ ଭାଇଙ୍କ ସହିତ କଣ୍ଟାକ୍ଟ କରିକି ରୋଶନ ଭାଇଙ୍କ ସହିତ କଣ୍ଟାକ୍ଟ ବି କରିପାରିବେ। ଆଉ ଭାଇ ଯିଏ ବି ନେବା ପାଇଁ ଚାହିଁବ ସେଟଅପ୍ ତ ନେବେ, କିନ୍ତୁ ଯଦି ଚାହିଁବେ ଯଦି ମୁଁ SM ଅଡ଼ିଓ ନେମ୍ ସହିତ ନେବି ବୋଲି, ତା ବିଷୟରେ କ'ଣ କହିବେ? ଦେଇଦେବେ କି ନାହିଁ? ତାଙ୍କ ଉପରେ ଡିପେଣ୍ଡ କରେ, ସେମାନେ ଯଦି ନେବା ପାଇଁ ଚାହିଁବେ ମୋର ଦେବାର କିଛି ଅବଜେକ୍ସନ୍ ନାହିଁ, ଦେଇଦେବି। କିନ୍ତୁ ସେଇଟା ନାଁ କ'ଣ କି ଏଟା ଝିଅଙ୍କ ନାଁରେ ଅଛି, ସେମାନେ ନେଲେ ବି ତାଙ୍କର କିଛି କ'ଣ କଲେ ସେମାନେ ନେବା ପାଇଁ ବି ଇଣ୍ଟରେଷ୍ଟେଡ୍ ହେବେନି। କାହିଁକିନା ସେମାନେ ନେଲେ ଏଇଟା କ'ଣ କରିବେ, ମୁଁ ଏଇଟା ଥୋଡ଼ି ମୋ ନାଁରେ ନା ଅଲଗା କ'ଣ ନାଁରେ ଦେଇଛି କି, ଏଇଟା ଝିଅଙ୍କ ନାଁରେ ଅଛି, ତ ସେମାନେ ନେଲେ ତାଙ୍କର ବି କିଛି ଭ୍ୟାଲୁ ରହିବନି।
ଏତିକି ଯେ କିନ୍ତୁ ନେଲେ ସେମିତି କିଛି ମୋର କିଛି ଅସୁବିଧା ନାହିଁ। ଆଉ ଭାଇ ସେଟଅପ୍ ସେଲ୍ ହବ ବୋଲି ଶୁଣୁଛୁ କିନ୍ତୁ ଶୁଣ ସେଟଅପରେ ନାଁ ସହିତ କିଛି ବଡ଼ କଥା ହୁଁ। ନୁହେଁ। ଏମିତି ଅଛି ଦୁନିଆରେ ଭଗବାନ ଏମିତି ବି କରିବେ, ତମେ ଯଦି ସକ୍ସେସ୍ ହାସଲ କରିବ ଫିଲ୍ଡ ଉପରେ କାମ ଭଲ କରିବ, ଯେକୌଣସି ଲୋକଙ୍କର ନାଁ ସହିତ କିଛି ମତଲବ ନାହିଁ, ଲୋକଙ୍କର କାମ ଦେଖିବାର ଅଛି। ବୁଝିପାରିଲେ, ଯାହା ଯେକୌଣସି ନାଁ ଦେଇକି ତମେ କଲେ ବି ଚାଲିବ, ସେମିତିରେ କିଛି ନୁହଁ। କାମ ପରିଶ୍ରମ କରିବାର ଅଛି, ଏମିତି ନୁହେଁ ଯେ ଖାଲି ନାଁ ଉପରେ କିଛି ଥାଏ ବୋଲି, ସେଟା ଭୁଲ କଥା। ଭାଇ ଆମେ ଜାଣିଲେ ଯେ ସେଟଅପ୍ ସେଲ୍ ହଉଛି ବୋଲି, କିନ୍ତୁ ସେଟଅପ୍ ସେଲ୍ ହେଲେ ନୂଆ ସେଟଅପ୍ ଆସିବ କି ନାହିଁ? ଆସିବ କିନ୍ତୁ ବହୁତ ଲେଟ୍ ହବ। ହୁଁ। କିନ୍ତୁ ଯାହା ବି ଆସିବ କିଛି ଗୋଟେ ଡିଫରେଣ୍ଟ ହୁଁ। ହଟକେ ଆସିବ ଆଉ, ସମସ୍ତଙ୍କଠୁ ଟିକେ ଡିଫରେଣ୍ଟ ଆସିବ ଆଉ। ନୂଆ ଡିଜାଇନ୍ ଆସିବ ହଁ, ଆଉ ଯୋଉ ନୂଆ ସେଟଅପ୍ ଆସିବ ସେଥିରେ କମ୍ପିଟିସନ କାମ ଯୋଉ ଗୁଡାକ ଏଇ ଯୋଉ ଚାଲୁଛି ସେଗୁଡା ପୁରା ବନ୍ଦ ରହିବ। ଆଉ ଭାଇ ଆମର ଏବେ ବି କୋଶ୍ଚିନ୍ ଅଛି, ଯେତେ ବି ସବୁ ଭାଇ କଣ୍ଟ୍ରୋଭର୍ସି ଚାଲୁଛି, ମାନେ କହୁଛନ୍ତି ନା ଡିଜେ ଓନର ଦାୟୀ ରହୁଛନ୍ତି, କି ୟୁଟ୍ୟୁବର ଦାୟୀ ରହୁଛନ୍ତି, କି ପବ୍ଲିକ ଦାୟୀ ରହୁଛନ୍ତି, ତା ବିଷୟରେ କଣ ଟିକେ କହିବେ? କଣ୍ଟ୍ରୋଭର୍ସି କଣ ଜଣେ କରେ କି? ହୁଁ। ଜଣଙ୍କଠୁ ଷ୍ଟାର୍ଟ ହେଇଥିଲା ଆଉ ଜଣେ ଷ୍ଟାର୍ଟ କରିଦିଏ। ହୁଁ। ତ ଯେ ଯୋଉ ଭାଇ ମାନେ ଯୋଉମାନେ ଆଗରୁ ଷ୍ଟାର୍ଟ କରିବେ, ହୁଁ। ଆର ଜଣକ ଭାଇ ତ ଥୋଡି ମୁଁ ତମକୁ ହୁଁ। ଏବେ ଗୋଟେ ଚାପର ଦେବି, ଥୋଡି ତମେ ଛାଡିଦବ କି? ତମେ ମୋଠୁ 2 ଚାପର ଖାଇଛ ମାନେ ମତେ ଗୋଟେ ଚାପର ହୁଁ। ଦବ। ତ ସେଇଭଳିଆ ଜାଗାରୁ ଷ୍ଟାର୍ଟ ହେଇଥାଏ। ହୁଁ। ଷ୍ଟାର୍ଟ ନହେଲେ କିଏ କଣ ସେକେଣ୍ଡ ଟାଇମ୍, ଏଇନେ ମୁଁ ଯାଉଥିବି ଧର ସପୋଜ ଗୋଟେ ହୁଁ। ପ୍ରୋଗ୍ରାମ ଚାଲିଥିବ ରୋଡ ଉପରେ, ହୁଁ। ତମେ ଯାଉଥିବ, ଆଉ ଜଣେ କିଛି କଣ୍ଟ୍ରୋଭର୍ସି କରିକି ଟ୍ରାକ୍ ବଜେଇବ, କି ତମକୁ କମେଣ୍ଟ ଧର ଯୋଉଟେ ପ୍ରୋଗ୍ରାମ ହଉଛି, ତ ଆର ସେଟଅପ୍ ଗୋଟେ କିଛି ବଜେଇବ ମାନେ ହେଟା କାହାକୁ କହିବ? ସାଉଣ୍ଡ ଉପରେ ବାଜୁଛି ନା, ସିଏ ତା ଦେହକୁ ନବ, ହୁଁ। ଆଉ ପବ୍ଲିକ କୁ କାହାକୁ କହୁନି ନା। ଏଟା ତମେ ଷ୍ଟାର୍ଟ କରେଇଛ, ତମେ ଷ୍ଟାର୍ଟ କରିଛ ମାନେ ତମେ ଯଦି ସେତେବେଳେ ଷ୍ଟାର୍ଟ କରିଛ, ଆଉ ଜଣେ ମାନେ ସେଟାକୁ ଶୁଣିଛି, ହୁଁ। ସେଟାକୁ ଜାଣିଛି, ତ ଜାଣିଛି ମାନେ ହୁଁ। ସେ ଥୋଡି ତମକୁ ଛାଡିଦବ ହୁଁ। କି? ଛାଡିବନି। ଏଇସବୁ ଜିନିଷ ଯୋଉମାନେ ଷ୍ଟାର୍ଟ କରୁଛନ୍ତି ସେମାନେ ଯଦି ବନ୍ଦ କରିଦେବେ, ଧର ମୁଁ ଆଜି ଷ୍ଟାର୍ଟ କରିଥିବି, ଯଦି ମୁଁ କାଲିକା ଡେଟରେ ଯଦି ଷ୍ଟାର୍ଟ କରିଛି, ଆର ଲୋକ ବି ମତେ ବି ହୁଁ। ଛାଡିବନି ହେଲା। ଯଦି ମୁଁ ଷ୍ଟାର୍ଟ କରିଛି ସେ ଜିନିଷ ଯଦି ମୁଁ ବନ୍ଦ କରିଦେବି, ତାହେଲେ ଜାଣିବ ଯେ ସେପଟୁ ହେଲା ମାନେ କଣ କହିଲ ସେପଟୁ ବି ବନ୍ଦ ହେଇଯିବ। ଆଉ ଯଦି ଜାଣିବ ଯେ ତମେ ଯୋଉ ଫିଲ୍ଡ ଉପରେ ଠିଆ ହେଇଛ, ଯଦି ଗୋଟେ ପଟୁ ଷ୍ଟାର୍ଟ ହେଲା, ତମେ ଜଣକୁ କିଏ କଣ କହିଲା, ତମେ ଛାଡିଦବ ତାକୁ କି? ଛାଡିବନି କେବେ ବି ନୁହଁ। ସେଇ ଜିନିଷ କଣ୍ଟ୍ରୋଭର୍ସି ଜିନିଷ ଭଲ ନୁହେଁ, କିନ୍ତୁ କଲେ କଣ କରିବା, ଲୋକ ଯଦି ଏମିତି ଷ୍ଟାର୍ଟ କଲେ ତମେ ବି କରିବା ପାଇଁ ବାଧ୍ୟ ହବ, ତମେ ବି କହିବ। ଆଉ ଭାଇ ଆମେ ବି ଆଗରୁ ଦେଖୁଥିଲେ ଏସ୍ଏମ୍ ଅଡିଓ ଏଇ ଆସିବାରେ ବର୍ଷେ ହେଇଛି, ହୁଁ। କହିବାକୁ ଗଲେ 1 ଇୟର ବି କମ୍ପ୍ଲିଟ୍ ହେଇଛି, ହୁଁ। କିନ୍ତୁ ଏସ୍ଏମ୍ ଅଡିଓ ଆଗରୁ କମ୍ପିଟିସନ କଲ୍ ଧରୁନଥିଲେ। ଟୋଟାଲ ଦେଖିଥିବେ, ମୁଁ ଯେତେବେଳେ ମୁଁ ଆରମ୍ଭ ଷ୍ଟାର୍ଟିଂ ହୁଁ। କରିଥିଲି, ସେତେବେଳେ ମୁଁ ହୁଁ। ସେଟା କାମ ହୁଁ। ଟୋଟାଲି ମୋ ଗାଡିରେ କୌଣସି ଗୋଟେ କାହାଳି ଫଣ୍ଡଲ କିଛି ହୁଁ। ଲାଗିନଥିଲା। କିନ୍ତୁ କମ୍ପିଟିସନ କଲ୍ ରଖିନଥିଲେ, ଏବେ ରିସେଣ୍ଟଲି କେତେଟା ପ୍ରୋଗ୍ରାମ ହେଇଛି ବି କମ୍ପିଟିସନ କଲ୍ ମୋର ୟା ପରେ ମୋର କହିବା ମତଲବ ସେଟଅପ୍ ଚେଞ୍ଜ କରିଲା ପରେ ମୁଁ କଣ ପାଇଁ କହୁଛି କି, କମ୍ପିଟିସନ ମାର୍କେଟରେ ବହୁତ ଲୋକଙ୍କ ସହିତ ମିଶି ସାରିଲିଣି କାମ ହୁଁ। କଲିଣି। ସବୁ ଲୋକ ବି ଜାଣିଗଲେଣି ମୁଁ କଣ କରିପାରେ, କଣ ହୁଁ। ନ କରିପାରେ। ହୁଁ। ଆଉ ଥରେ ଗୋଟେ ଜାଗାରେ ତମେ ସେଇଟା ଜଣେଇ ଦେଲନି ଯେ ତମେ କଣ କଲନି ନ କଲି, ବାର ବାର ସେଇ ଲୋକ କହିଥିବ ଯେ ନାଇଁ ପୁଣି ନେକ୍ସଟ ଟାଇମରେ ପୁଣି ଗୋଟେ ହଉ ଦେଖିବା। ହୁଁ। ଆରେ ଭାଇ ଥରେ ତ ଗଲାଣି କାମ ସରିଲାଣି, ପୁଣି ବାର ବାର ସେଇଟା କେତେ ଥର ଦେଖେଇବା? ହୁଁ। ସେତେ ଦେଖିବା ପାଇଁ ଏତେ ହୁଁ। ମୁଡ୍ ନାହିଁ। ହୁଁ। ମୋର ସରିଲାଣି, ଲୋକ ବି ହୁଁ। ଜାଣିଗଲେଣି ମୁଁ କଣ ବି କରିପାରେ। ମୁଁ ଯଦି ସେଇ ଫିଲ୍ଡକୁ ଉତରିଲେ, ଶୁଣ ଏଇ ଇଣ୍ଡଷ୍ଟ୍ରିକି ଆମେ ଚାହୁଁଛୁ ସମସ୍ତେ କଣ କହିଲ ଭଲ କରିକି ହୁଁ। ମାନେ ଲଙ୍ଗ ଲାଇଫ ରହୁ, କିନ୍ତୁ ହୁଁ। ଏମିତି କଲା ମାନେ ବେଶୀ ଦିନ ୟାର ଲାଷ୍ଟିଂ ନାହିଁ। କମ୍ପିଟିସନ କରିକି ହୁଁ ଯୋଉ ହୁଁ କରୁଛନ୍ତି। କରୁଛନ୍ତି ସେଠାରେ ବେଶୀ ଦିନ ଲଙ୍ଗ ଲାଷ୍ଟିଂ ନାହିଁ ସେଠି। ଆମେ ବି ଚାହୁଁଛୁ ହୁଁ। ସେଗୁଡାକ ନ ହଉ, ହୁଁ। କିନ୍ତୁ ଯେତିକି ଦୂର ଆମେ କରିଆଇଲୁନୁ, ବହୁତ କଲୁନୁ, ୟା ପରେ ଆଉ କରିବୁନି। ଭାଇ ଆଉ ଗୋଟେ ବି କୋଶ୍ଚିନ୍ ଥିଲା ନ କଲେ ବି ଲୋକ ଜାଣିବେ ଯେ ମୁଁ କଣ କରିପାରେ, କଣ ନ କରିପାରେ, କିନ୍ତୁ ମୁଁ ସେଟା ଚାହୁଁନି ଆଉ କରିବା ପାଇଁ। ଏବେ ବି ଯୋଉ କମ୍ପିଟିସନ ହଉଛି, ଆଗରୁ ବି କେତେ ଆପଣଙ୍କର ନର୍ମାଲ ସେଟଅପରେ ମାନେ ପ୍ରଫେସନାଲ ଉପରେ ଯାଉଥିଲା କି ଯାହା କହିବାକୁ ଗଲେ, ହୁଁ ହୁଁ ମାନେ ସିଙ୍ଗଲ ଉପରେ, କିନ୍ତୁ ଏବେ ବି ରିସେଣ୍ଟଲି ପ୍ରୋଗ୍ରାମରେ ଆମେ ଦେଖୁଛୁ ମାନେ କମ୍ପିଟିସନ ହଉଛି, ଯାହାକି ପ୍ରେସର ମିଡ ହଉ କି ୟୁନିଟି ହଉ କି ଏଚଏଫ ହଉ, ମାନେ ଅଧିକାଂଶ ଲାଗୁଛି ହୁଁ ଲୋକ ବି ଡାଇରେକ୍ଟ କମେଣ୍ଟ ବି କରୁଛନ୍ତି, ନାଇଁ ଇଏ ଶୁଣ ଏତିକି ଶୁଣ ଲଗେଇଛି ସେ ଶୁଣ ଏତିକି ଲଗେଇଛି। ହୁଁ। ଆଉ ସେଇ ବିଷୟ ମାନେ ଲଗେଇବାକୁ ନେଇ କଣ ରିଜିନ ହେଲା ଯେ ନାଇଁ ମୁଁ ଏଇ ଜିନିଷଟା କରିବି, ଏଇ ଜିନିଷଟା ନାହିଁ ବୋଲି? ନା 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 ଦେଖ ଶୁଣ, ଏବେ ଆମେ ଯୋଉଠିକି ଏବେ ଗୋଟେ କାମ ଧରିଥିଲି ରିସେଣ୍ଟଲି ଯାଇଥିଲା, ତମେ ବି ସବୁ ଯାଇଥିବ, କଟକ ଯାଇଥିଲ। ହୁଁ। ସେଇଟା ମୋର କମ୍ପିଟିସନ କାମ ହିଁ ନଥିଲା, ହୁଁ। ଟୋଟାଲ ନଥିଲା। ହୁଁ। ମୁଁ ଘରଠୁ 4-5 କିଲୋମିଟର ବାହାରିକି ଯାଇଥିଲି ହୁଁ। ପୁରା। ସେମାନେ ମତେ ଫୋନ କଲେ, କଣ ଉଦାହରଣ ଦେଲେ ହୁଁ। କହିବି? ସେମାନେ ଫୋନ କଲେ, କହିଲେ ଭାଇ ଅଲଗା ଯୋଉମାନେ ଆସିଛନ୍ତି ସେ କିଏ ସକାଳୁ ଯାଇଛି, କିଏ ରାତିରୁ ହୁଁ। ଯାଇଛି, କିଏ କେତେବେଳେ ଯାଇନା, ମୋଠୁ ସମସ୍ତେ ଆଡଭାନ୍ସ ଅଲରେଡି ହୁଁ। ପହଞ୍ଚି ସାରିଥିଲେ। ହୁଁ। ସେମାନେ ଫୋନ କଲେ ଯେ କହିଲେ ଭାଇ ସେମାନେ ସବୁ ଏମିତି ଏମିତି ଲଗେଇଲେଣି, ହୁଁ। ଆଉ ତମେ ନେଇକି ଆସ। ହୁଁ। ମୁଁ କହିଲି ଦେଖ ଶୁଣ, ମୁଁ ହୁଁ। ସେମିତି ତ ଲଗେଇବିନି, ସେଟା ପାଇଁ ନେବା ପାଇଁ ହେଲେ ଚାର୍ଜ ପଡ଼ିବ। ହୁଁ। ଯଦି ଏଗ୍ରି ହେବେ, ସେମାନେ ବାଧ୍ୟ ହୋଇକି, ସେମାନେ ଲଗେଇଥିଲେ ବୋଲି ସେମାନେ ହୁଁ। ବାଧ୍ୟ ହୋଇକି ଏକ୍ସଟ୍ରା ଚାର୍ଜ ଦେଇକି ହୁଁ। ପୁଣି ମତେ କହିଲେ, ମୋର ଯୋଉଟା କି 2 ଘଣ୍ଟା 3 ଘଣ୍ଟା ବି ଡିଲେ ହେଲା। ହୁଁ। ମୁଁ ଘରଠୁ ବାହାରିଛି ଲେଟରେ, ହୁଁ। ବହୁତ ଲେଟରେ, ହୁଁ। ସମସ୍ତଙ୍କର ପ୍ରିପାରେସନ ସରିଲା ହୁଁ। ପରେ
କେତେ ସମୟ ପରେ ମୁଁ ଯାଇନା ପହଞ୍ଚିଛି। କାହିଁକିନା ଗୋଟେ ମୁଁ 5 କିଲୋମିଟର ଯାଇଥିଲି, ପୁଣି 5 କିଲୋମିଟର ରିଟର୍ନ କଲି, ରିଟର୍ନ କରିକି ତାଙ୍କ ଇକ୍ୱିପମେଣ୍ଟ ହିସାବରେ ଯେତିକି ହେବା କଥା ବି ମୁଁ ନେଇନଥିଲି ବି, କମ୍ ଥିଲା ଯେତିକି ନେଇକି ଯାଇଥିଲି। ପୁଣି ଟାଇମ୍ ତ ଲାଗିବ ନା 1-2 ଘଣ୍ଟା, ସେପଟେ ବି ଗଲା। ସେଇମାନେ ସବୁ ଏସବୁ ଜିନିଷ କରିଥିଲେ ବୋଲି ସେମାନେ ବାଧ୍ୟ ହୋଇକି ଏକ୍ସଟ୍ରା ଚାର୍ଜ ଦେଲେ। ଏକ୍ସଟ୍ରା ଚାର୍ଜ ଦେଲା ପରେ ପୁଣି ଏଇ ଜିନିଷ ବି ଗଲା। ଯଦି ସମସ୍ତେ ଏରା ଯଦି ନ କରିବେ ତାହେଲେ ବନ୍ଦ ରହିବ। ସେଦିନ କିନ୍ତୁ ମୋର କମ୍ପିଟିସନ୍ କାମ ଏଇସବୁ ଜିନିଷ ଲାଗିବା ପାଇଁ କିଛି କଥା ହେଇନଥିଲା। ତଳେ ବକ୍ସ ଲାଗିବ, ଡୁଆଲ ବେସ୍ ଲାଗିଲା, ବକ୍ସ ଲୋଡ୍ ହେଲା, ସବୁ ଲୋଡ୍ ହେଲା। ଏଟା ଥୋଡ଼ି ମୋ ଗାଡ଼ିରେ ଲୋଡ୍ ନଥିଲା। ମୁଁ 5 କିଲୋମିଟର ଦୂରରୁ ଫେରିକି ଆଇଛି ମାନେ କ'ଣ, ସେମାନେ ରିକ୍ୱେଷ୍ଟ କରିବାରୁ କହିବାରୁ। ତ ମୁଁ ଥୋଡ଼ି ସେଠି ଯାଇନା ଦେଖିଥିଲି କି କାହାର କ'ଣ ଲାଗିଛି କ'ଣ ନାହିଁ ବୋଲି। ପବ୍ଲିକ କହିବାର ଜାଣିଲି। ସେ କହିବାରୁ ମୁଁ ଜାଣିଲି, ଫଟୋ ସବୁ ପଠେଇଲେ, ସବୁ ଏମିତି ଲଗେଇଲେନି। ମୁଁ କହିଲି ଏଟା ଲାଗିବ ମାନେ ତ ମୁଁ ସେମିତି ଲଗେଇବିନି, ସିଏ ଲଗେଇଛି ବୋଲି ମୁଁ ଥୋଡ଼ି ଲଗେଇବି, ସିଏ କୋଉଟା ନେବି ବୋଲି ମୁଁ ନେବି କି? ମାନେ ସେ ଲଗେଇଲେ, ତାପରେ ଏମାନେ କହିଲେ, ମୁଁ କହିଲି ସେଟା ଲାଗିବ ମାନେ ମୋର ଚାର୍ଜ ନେବି। ସେମାନେ ବି ତାଙ୍କର ସେଥିରେ ବି ଏଗ୍ରି ହେଲେ, ଚାର୍ଜ ଦେଲେ, ସେ ଜିନିଷ ବି ଲୋଡ୍ ହେଇଗଲା। ସେଠିକାର ପବ୍ଲିକ ବି ଭଲ ଥିଲେ, କାମ ଥିଲା, ଏମିତି ହେଲା, ଚାଲିଥିଲା ଠିକ୍ ଠାକ୍, ଏମିତି କିଛି ଅସୁବିଧା ନାହିଁ। ଆଉ ଭାଇ ଆମେ ବି ଏବେ ଜାଣୁଛୁ ଯୋଉ କି କହିବାକୁ ଗଲେ ଆମର ଯୋଉ 35 ବର୍ଷର ଟାଇଗର ବି କହୁଛନ୍ତି ଲୋକ ଏଟା ସେଇଟା 35 ବର୍ଷ ମୁଁ କହିବାର ମାନେ କ'ଣ ବୁଝୁଛନ୍ତି ନାଇଁ? ଲୋକ ଫିଲ୍ଡ ଉପରେ ଆମେ ବହୁତ ଦିନ ଆଗରୁ ଷ୍ଟ୍ରଗଲ କରି ଆସୁ, ଯୋଉଟା କି ଆମେ ମାଇକ୍ରୋଫୋନ ଧରିବା ଆମର ସଉକ ନୁହେଁ। କହିବାର ରିଜନ ହଉଛି ସେମାନେ ଆଗୁଆ ଷ୍ଟାର୍ଟ କରୁଛନ୍ତି ଏଇ ଜିନିଷ, ବୁଝିପାରିଲେ? ଗୋଟେ ଫିଲ୍ଡ ଉପରେ ଠିଆ ହେଇଥିବ, ସେମାନେ ଆଗରୁ ଆସିବା ପୂର୍ବରୁ କିଛି ଗୋଟେ କହି ଆସୁଛନ୍ତି। ସେଇ ଫିଲ୍ଡରେ କ'ଣ ନା, ଗୋଟେ ଦିନ କହିଦିଆ ହେଇଥିଲା ଯେ ଇଏ ଏମିତି ସେମିତି ବାଘ ନୁହେଁ, ଇଏ 35 ବର୍ଷର ବାଘ। ଥୋଡ଼ି ବାଘ ନା ମୁଁ ଥୋଡ଼ି ଦେଇଛି, ଏଟା ପବ୍ଲିକ ଦେଇଛନ୍ତି ନା। ଏମିତି କିଛି କାମ କରାହେଇଛି ବୋଲି ଲୋକ ସେଇ ଗୋଟେ ଖୁସିରେ ସେଇଟା ଗୋଟେ ନାଁ ଦେଇଛନ୍ତି, ରଖିଦିଅନ୍ତି, ଡାକୁଛନ୍ତି। ମୋର କିଛି ଲେନା, ତାହେଲେ ମୋ ନାଁ କ'ଣ ବାଘ ଟିକେ ମୁଁ ଆଗରେ ଲେଖିଛନ୍ତି ଟାଇଗର ଟିକେ, ଏସଏମ୍ ଅଡ଼ିଓ ଲେଖା ହେଇଛି। ସେଟା ପବ୍ଲିକଙ୍କ ଭଲ ପାଇବା, ତାଙ୍କ ଖୁସିରେ ସେ ଗୋଟେ ଡାକୁଛନ୍ତି। ଏଟା କିଛି ମାଇଣ୍ଡ ରଖିବାର ନୁହେଁ। ସେମିତି କହିକି ଆସିଲେ, ମୁଁ ସେଇଦିନ ମୋ ମାଇଣ୍ଡକି ଗୋଟେ ଆସିଲା, ଆମେ ତ ଆଜିକା ଡେଟ୍ରେ ନୁହଁ, ଆମେ ଏଇ ସାଉଣ୍ଡ ଲାଇନରେ ପୁରା ଟୋଟାଲ ନୁହଁ। ଏଇ ସବୁ ଲାଇନ ଗଢିଛନ୍ତି କହିଲେ ରସିମ ଭାଇ। ଆଉ ତାଙ୍କର ଏଇ ସାଉଣ୍ଡ ଲାଇନରେ ତାଙ୍କର କ୍ୟାରିୟର ହଉଛି 35 ବର୍ଷ। ଯୋଉ ଦିନଠୁ ଛୋଟ ହଉ ବଡ ହଉ, ଆମର ଯେତେବେଳେ ଜନ୍ମ ନଥିଲା ସେତେବେଳେ ଏମିତି ସେ କରି ଆମର ମାନେ ଏମିତି ନୁହେଁ ଯେ ଆମେ ଅଲଗା କ'ଣ ବିଜନେସ୍, ଆମର ବାପା ଥିଲା ବେଳୁ ଆମେ ସାଉଣ୍ଡରୁ ହିଁ ଗ୍ରୋ କରିଛୁ। ସେଟା ଏତେ ଦିନ ତାଙ୍କ କ୍ୟାରିୟର ଭିତରେ ଗୋଟେ ମାଇଣ୍ଡକୁ ଆସିଗଲା, ଏମିତି ସେମିତି ବାଘ ନୁହେଁ, ଇଏ ହଉଛି 35 ବର୍ଷର ବାଘ। ମାନେ 35 ବର୍ଷ ହେଲାନି ଏ ଲାଇନରେ ସେ ଷ୍ଟ୍ରଗଲ କରି ଫିଲ୍ଡ ଉପରେ ଅଛନ୍ତି। କିନ୍ତୁ ଏ ଲାଇନକି କଚଡା କରୁଛନ୍ତି କିଛି ଲୋକ। ସେମାନେ କରୁଛନ୍ତି, କରନ୍ତୁ, ପୁଣି ଆଉ କ'ଣ କରିବେ? ଆମେ ତ କାହାକୁ ମନା କରିପାରିବା ନା, କାହା ପର୍ସନାଲି ବ୍ୟକ୍ତିଗତ କଥା ନେଇ ଆମେ କାହାକୁ କିଛି କହିପାରିବାନି। ଚାଲୁଛି ଚାଲୁ, କିଏ କ'ଣ କହୁଛି, କିଏ ଯାହା କହିଲେ, ଆମେ ତ ଦେଖୁଛୁ ସବୁବେଳେ। ଏମିତି କେତେ ଆସିକି କେତେ ଗଲେଣି, କିନ୍ତୁ ଆମେ ତ ଯୋଉଠି ସେଇଠି ବସୁଛୁ। ଆମର ସେଥିରେ କିଛି ଅବଜେକ୍ସନ ନାହିଁ। କିଏ କ'ଣ କରୁଛି କାହା ଏଇ ପ୍ରତି ଭାବିବା ମୋର କିଛି କେବେ ଲେନଦେନ ନାହିଁ। ଏମିତି କେତେ ଆସିକି କେତେ ପଳେଇବେ, କିନ୍ତୁ ଆମେ ଯୋଉଠି ସେଇଠି ହିଁ ଅଛୁ। ଆଜି ଥିଲେ ବି ଦେଖାହବ, କାଲି ବି ହେଲେ ବି ଦେଖାହବ। ଆମର କିଛି ସେଥିରେ ଇଏ ନାହିଁ। ଭାଇ ଆମେ ବି ଏବେ ଜାଣିଛୁ କି ଆପଣ ମାନେ କହିବାକୁ ଗଲେ ଆମେ ଯୋଉ ଯେତେ ବି ସବୁ ମାନେ ପଡୁଛି ହୋମ ଟୁର ଭିଡିଓ ଆସୁଛି, ଯେତେ ବି ଯାହା ଆସୁଛି, କୋଶ୍ଚିନ୍ ବି କରୁଛନ୍ତି ଭାଇ ନା ଇଏ ସେୟା ହେଲା ପଇସା ଖାଉଛନ୍ତି, ମାନେ ସାଉଣ୍ଡ ଓନର ବାଲେ ଭାଇ ମାନେ ବି କହୁଛନ୍ତି, ସେ କହୁଛନ୍ତି, ତାକୁ ନେଇ କ'ଣ କହିବେ? ଦେଖ, ତମେ ୟୁଟ୍ୟୁବରେ ପଇସା ଖାଉଛନ୍ତି, କିଏ କ'ଣ ଖାଉଛି ଏଟା ତାର ବ୍ୟକ୍ତିଗତ କଥା, ଆମର ତ ଜାଣିବା ଦରକାର ନାହିଁ। ଆମର ତମେ ଭିଡିଓ କରିବା ପାଇଁ ବି ଆମେ ତମକୁ ଫୋର୍ସ କରୁନୁ। ତମେ ଆଇଥିଲେ ଥୋଡ଼ି ମୁଁ ତମକୁ ଡାକୁଛି। ତମ ମୋ ପଛରେ ଆଜିକି 4-5 ଦିନ ହେଲାନି, ମୁଁ କୋଉଦିନ କହୁଛି ପୁରୀ ଯାଇଥିଲି, କୋଉଦିନ ମୋର କାମ ଥିଲା, ମୁଁ କ'ଣ ସ୍ପେଶାଲ ତମ ପାଇଁ ଟାଇମ୍ ବାହାର କରିଥିଲି? ଶୁଣ, ଏଇଟା ତମର ୟୁଟ୍ୟୁବ କରିବା ଗୋଟେ ତମ ପ୍ରଫେସନ, ତମେ ଏଥିରୁ ତମ ଘର ଚଳୁନି କି କୌଣସି ଜିନିଷ ଚାଲୁନି। ଆଉ ମୁଁ ପଇସା ଦେଇଦେବି ଆଜି 1000-2000 ବୋଲି କ'ଣ ତମେ ଚାହିଁ କହିଲେ କ'ଣ ଏଇ ବାଇକରେ କ'ଣ ଅଲଗା କୁଆଡେ ବୁଲୁଛ? ଯେତେବେଳେ ମୁଁ ସାଉଣ୍ଡ କରିଥିଲି କ'ଣ, ସେତେବେଳେ ମୁଁ ଛୋଟ ଥିଲି ବି, ତମେ ଦେଖିଥିବ ବି, ମୋର ମାନେ ମୁଁ ଏତେ ବି ଇଏ ନଥିଲି। ସେତେବେଳେ ପିଲା ହେମିତିରେ ଚିହ୍ନିଛନ୍ତି। ଆଉ ୟୁଟ୍ୟୁବ କ'ଣ ଅଛି, ଭିଡିଓ କ'ଣ ଅଛି? ତମେ ଯଦି ମାର୍କେଟ ଉପରେ ଫିଲ୍ଡ ଉପରେ ବୁଲିକି କାମ କରୁଛ, ଯଦି ଭଲ କାମ କରିବ, ତମେ ଜଙ୍ଗଲ କ'ଣ ଗାତ ଭିତରେ ଥିଲେ ବି ଲୋକ ତମକୁ ଖୋଜିକି ବାହାର କରିଦେବେ। ଆଉ ସୋସିଆଲ ମିଡିଆରେ ଏମିତି ତମେ ଆଇକି ଯୋଉ ଭାବୁଛ ଯେ ଆମେ ସୋସିଆଲ ମିଡିଆ ଯୋଗୁଁ ଫେମସ ହେଇଗଲୁ, ଏଟା ଭୁଲ ନାହିଁ। କିଛି ଲୋକ ତମେ କିଛି ପରଫର୍ମାନ୍ସ ଦେଖୁଛ, ଲୋକ ବୁକିଂ କରିବା ପୂର୍ବରୁ ସେମାନେ ଆଉଛନ୍ତି କ'ଣ କହିଲ, ଭିଡିଓ ଦେଖିକି ବୁକିଂ କରିବା ପାଇଁ। କିନ୍ତୁ ଆମକୁ ଦେଖିବା ପାଇଁ ହେଲେ କ'ଣ, ରିଆଲିଟି ଦେଖିବା ପାଇଁ ଆସୁଛନ୍ତି, ସେ ଫିଲ୍ଡ ଉପରେ ଦେଖୁଛନ୍ତି ବୋଲି ତାଙ୍କୁ ବୁକ୍ କରୁଛନ୍ତି ନା। ଆଉ ଶୁଣ, ଆଜି ସିନା ଏଇ କେତେ ବର୍ଷ ହେଲାନି ୟୁଟ୍ୟୁବ ବାହାରିଛି, ଆଗରୁ ୟୁଟ୍ୟୁବ ଥିଲା। ଯେତେବେଳେ ଯୋଉଟା ସାର୍ପି ଲଗାଉଥିଲେ, ଲୋକ ଆଶ୍ଚର୍ଯ୍ୟ ହେଇକି ଅନଉଥିଲେ, ଏଇଟା କୋନ୍ଟା କେମିତି ଲଗାଉଥିଲେ। ସେତେବେଳେ ଯାତ୍ରା ପାର୍ଟି ବି ଲଗାଉଥିଲେ। ଆମେ ଫାଷ୍ଟ ଟାଇମ ଗୋଟେ ଡବା ସାର୍ପି, ଗୋଟେ ଯୋଉଟା ସାର୍ପି ଲଗେଇକି ମାର୍କେଟ ଫିଲ୍ଡରେ କାମ କରୁଥିଲେ। ସେତେବେଳେ ସେ ଯୋଉଟା ସାର୍ପି ଦେଖିବା ପାଇଁ ବି ଲୋକ ହଜାର ଲକ୍ଷ ଲକ୍ଷ ଲୋକ ଫିଲ୍ଡ ଉପରେ ଇଏ ହେଇଯାଉଥିଲେ। ଆଉ ଏବେ ତ ଛାଡ଼, ଏକ ତ ଲୋକ କ'ଣ କହିଲ, ଛୋଟିଆ ଛୁଆ ବି ଖାତିର କରୁନାହାନ୍ତି ଏତେ କ୍ୱାଣ୍ଟିଟିରେ ଲାଗିଲେ ବି। ଆଉ କ'ଣ, ଏବେ ସିନା ୟୁଟ୍ୟୁବ ଅଛି, ଆଗରୁ ଥୋଡ଼ି ଥିଲା କି? ଏତେ ବି ଲାଗିଲେ ବି କହୁଛନ୍ତି ଏତିକି କମ ଲାଗିଛି ବୋଲି।
ଜିନିଷ ସେତେବେଳେ ତ ଯୋଉଟା ସାର୍ପିଏ ଚାଲିଥିଲା ସବୁ ଚାଲିଥିଲା ଯେତେବେଳେ ଇଏ ଅନୁସାରେ ଦିନକୁ ଦିନ ସବୁ ବଦଳୁଛି ସବୁ ବି ଚେଞ୍ଜ ହଉଛି ଏମିତି କିଛି ନୁହଁ। ଆଉ ଏମିତି ଯୋଉଟା କହିବା ଯେ ୟୁଟ୍ୟୁବ ଯୋଗୁଁ ଫେମସ୍ ଇଏ ସବୁ ନୁହେଁ। ୟୁଟ୍ୟୁବ ଆଜିକା ଡେଟ୍ରେ ଦିନକୁ ଦିନ ଏ ଯୋଉ 5G ଜମାନା ଚାଲିଲାନି ଆମର ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍ ସେଇଥିପାଇଁ ୟୁଟ୍ୟୁବ କଣ୍ଟିନ୍ୟୁ ଚାଲୁଛି ୟୁଟ୍ୟୁବ ହିନ୍ଦୀ କିଛି ନୁହେଁ କରନ୍ତୁ କିନ୍ତୁ କେହି କାହାକୁ କୁହନ୍ତୁନି ଯେ କିଏ କାହା ପ୍ରଫେସନ ତମେ ମୋଠୁ ପଇସା ନେଉଛ କି ସିଏ ତାଠୁ ପଇସା ନେଉଛି ହେରା ବ୍ୟକ୍ତିଗତ କଥାଟା ବାହାରକୁ କହିବାଟା ଠିକ ନୁହେଁ। ସିଏ ତାର ନେଇପାରେ ସିଏ ତାର ତାକୁ ଦେଇପାରୁଥିବ କିନ୍ତୁ ପବ୍ଲିକ ଉପରେ କହିବାଟା ଠିକ ନୁହେଁ। କିନ୍ତୁ ତମେ ମାନେ ଯାଇଛ ପର୍ସନାଲ ଥରେ ସବୁ ମୋ କଥା ବି କହୁଛି ଆମେ କାହା କଥା କହିବାର ନାହିଁ। ମୋ ବଢିକି ଆଇଛ ମୁଁ ତମକୁ ଧର ଖୁସି ମଜାରେ ଆମର ଖିଆପିଆ ସାଙ୍ଗସାଥି ଏମିତିରେ ଚାଲୁଛି ସେଇଟା ଆମେ ପବ୍ଲିକ ଆଗରେ କହିବା ଦରକାର ଯେ ତମେ ନବା ପାଇଁ ବାଧ୍ୟ ତମେ ନେଲ ତମେ ତମର ନବାଟା ବି ହକ ଏଇଟା ତମର ହଉଛି ବ୍ୟକ୍ତିଗତ କଥା ଏଇଟା ସୋସିଆଲ ମିଡିଆରେ କହିବା ଠିକ ନୁହଁ। କିନ୍ତୁ ଏମିତି କୁହନି ମତେ କେବେ କୁହନି ଯେ ମୁଁ ୟୁଟ୍ୟୁବ ଯୋଗୁଁ ଫେମସ ହେଇଛି କି ମତେ କିଏ କରିଛି ୟୁଟ୍ୟୁବ ତମ ୟୁଟ୍ୟୁବ ଚ୍ୟାନେଲକୁ ଆମେ ଗ୍ରୋ କରିଛୁ ହେଲା। ଆଉ ଏମିତି ନୁହେଁ ଯେ ୟୁଟ୍ୟୁବରେ ଆଇକି ତମେ ଆମକୁ ଫେମସ୍ କରିବ ତମେ ଯଦି କାମ ଭଲ ନ କରିବ ତମେ ୟୁଟ୍ୟୁବରେ ଯେତେ ସୋସିଆଲ ମିଡିଆରେ ଯେତେ ପୋଷ୍ଟ କରେଇଲେ କି ଯାହା କଲେ ତମ ଲୋକ ଭଲ ପାଇବେ ଲୋକ ନେଇଯିବେ। ତମର ତ କାମ ଠିକ ନାହିଁ ତମର ତ ପରଫରମାନ୍ସ ମାର୍କେଟ ଉପରେ ଜିରୋ ଆଉ ତମକୁ ୟୁଟ୍ୟୁବରେ ତମକୁ କେମିତି ଲେଖିଦେଲେ ପଢେଇଦେଲେ କଣ ନେଇଯିବ ହବ। ଆଚ୍ଛା ୟୁଟ୍ୟୁବ ଦେଖିନା ନେଇଯିବ ଯଦି କାଲି ଜାଗା ଉପରେ ତମ ପରଫରମାନ୍ସ ଭଲ କଲନି ତାପରେ ସେ ଲୋକ କଣ କହିବ ଯେ ଆମେ ଭାଇ ମୁଁ ଫସିଗଲି ଏଇଟା ହେଲା କଥା। ଭାଇ ଏବେ ବି ଆଉ ଗୋଟେ କଥା ଜାଣୁଛୁ ଯୋଉ ୟୁଟ୍ୟୁବରେ ଭାଇ କହିବାକୁ ଗଲେ ଯୋଉ ଯେତେ ବି ସାଉଣ୍ଡ ମାନଙ୍କର ସବୁ ୟୁଟ୍ୟୁବରେ କଭର କରୁଛନ୍ତି ବି କହିବାକୁ ଗଲେ ଖାସ କରି ଯାହାକି ଆମର ଏସମୋଡି ହଉ କି ଗ୍ରୀନ ହଉ କି ଯେତେ ବି ସବୁ ଅଲଗା ସେଟଅପ୍ ଅଛି ସବୁ କଭର କରୁଛନ୍ତି ସମସ୍ତଙ୍କ ବେଷ୍ଟ ପରଫରମାନ୍ସ ବି ଦେଖାଉଛନ୍ତି ଯାହାର ବେଷ୍ଟ ପରଫରମାନ୍ସ ୟୁଟ୍ୟୁବରେ ଆମେ ପକଉଛୁ ବି ଭାଇ କହିଗଲା ଆମ ନିଜ ଚ୍ୟାନେଲରେ ପଡୁଛି ନାଇଁ ଭାଇ ଏଇଠିକି ଯାଇଥିଲେ ଏଇ ପ୍ରୋଗ୍ରାମ ହଉଛି ଏଇ ପ୍ରୋଗ୍ରାମ ହଉଛି ଥମ୍ବନେଲରେ ଆମେ ଲେଖିଲୁ କି ନାଇଁ ଏଇଆ ପଡୁଛି ଏଇଆ ପ୍ରୋଗ୍ରାମ ହେଇଛି ଆଉ ସେଇ ଜିନିଷଟା ଆମେ ଦେଖେଇଲୁ କିନ୍ତୁ କିଛି କିଛି ଓନର ବି ଭାଇ କହୁଛନ୍ତି ନା ସେଇ ଜିନିଷ ମାନେ ଯୋଉ ଜିନିଷଟା ରିଆଲିଟି ନ ଦେଖିକି ମାନେ ଉଲ୍ଟା ମାନେ ଭୁଲ ଜିନିଷ ଦେଖଉଛନ୍ତି ଲେଖୁଛନ୍ତି ସେଟା କିଏ କଣ ଦେଖଉଛି ନ ଦେଖଉଛି ମୁଁ ତ କହିପାରିବିନି କିନ୍ତୁ ମୋର କିଛି ଫରକ ପଡେ ଶୁଣ କିଏ କାହା ପଟେ ଠିଆ ହେଇକି ଭିଡିଓ କଲା କିଏ ମୋ ପଟେ ଠିଆ ହେଇକି ଭିଡିଓ କଲା କଣ କଲା ମୁଁ ଯାଉଛି କଣ କିଏ କୋଉଠି ଠିଆ ହେଇଛି ମୁଁ ଦେଖି ଯାଉଛି କିନ୍ତୁ କିଏ କଣ କଲା ସେଟା ତା ବ୍ୟକ୍ତିଗତ କଥା ସିଏ ତାର କରିପାରିବ ସିଏ ତାଙ୍କ ସହିତ କଣ ତାଙ୍କର ବଣ୍ଡିଂ ଚାଲିଛି କଣ ନାହିଁ ତାଙ୍କର ସହିତ କଣ ରିଲେସନ ସିଏ ତାର ବି କରିପାରେ ୟାର ବି କରିପାରେ କିନ୍ତୁ ମୋର ସେଥିରେ କିଛି ଲେନଦେନ ନାହିଁ ଯିଏ ଯୋଉ ପଟ କରୁ ଯାହାର କରୁଛି ସିଏ ତାର କରୁଛି କରୁ ମୋର କିଛି ଲେନଦେନ ନାହିଁ ସିଏ ତାର ଯେମିତି ଯାହା କରନ୍ତୁ ମୋର କିଛି ଏଥିରେ ଭାବିବାର ନାହିଁ କି କାହାକୁ କିଛି କହିବାର ନାହିଁ। ଭାଇ ଆମେ ଏବେ ଯାଇଥିଲୁ ଏବେ ଗୋଟେ ରିସେଣ୍ଟ ପ୍ରୋଗ୍ରାମ ଆପଣଙ୍କ ଦେହ ସିରିୟସ ଖରାପ ହଁ ହେଇଥିଲା ମୁଁ ସେଦିନ ପୁରା ଟୋଟାଲ ମୁଁ ପ୍ଲେ କରିନି ମୁଁ ଭିତରେ ଥିଲି କିନ୍ତୁ ମୁଁ ପ୍ଲେ କରିନି ମୁଁ ଆରମ୍ଭରୁ ଖାଲି ଷ୍ଟାର୍ଟିଂ କରି ଦେଇଥିଲି ମୁଁ ଆଉ ପ୍ଲେ କରିନି ଟୋଟାଲି ଆଉ ଭାଇ କାରଣ ମୋ କଣ୍ଡିସନ ଏଇଭଳିଆ ଥିଲା ସେଦିନ ସେଠିକାର ପବ୍ଲିକ ବି ଜାଣିଛନ୍ତି ମୁଁ ପୁରା ଅତି ଗୁରୁତ୍ୱ ଥିଲି। ଭାଇ ଆମେ ଭାଇ ଜଣେ ବି କମେଣ୍ଟ କରିଥିଲେ କି ଜିତୁ ଭାଇଙ୍କ ଦେହ କେମିତି କଣ ଭଲ ହେଲାଣି କି ନାହିଁ ନାଇଁ ବୋଲି ଏବେ ଠିକ ଅଛି ଏବେ ଭଲ ଅଛି ପୁରା ଏବେ ପୁରା ସୁସ୍ଥ ଅଛି। ଆଉ ଜିତୁ ଭାଇଙ୍କ ପାଟିରୁ ତ ଶୁଣିଲେ ଜିତୁ ଭାଇ ଭଲ ହେଲେଣି ଆଉ ପ୍ରୋଗ୍ରାମ ବି ଦେଖା ହବା ଏବେ ନୂଆ ବର୍ଷରେ ଆସୁଛି 1 ତାରିଖ ଦିନ ପ୍ରୋଗ୍ରାମ ବି ଅଛି ଆମର ପରଙ୍ଗରେ ଭାଇ ଗଲେ ସେମଡିଓର ଆଉ ତାଙ୍କ ସହିତ ଅଲଗା ସେଟଅପ୍ ବି ଅଲଗା ପିଲା ବି ଫୋନ କରି କହୁଛନ୍ତି ପରଙ୍ଗରେ କମ୍ପିଟିସନ ହବ ଇଏ ହବ କିନ୍ତୁ ମୋର କମ୍ପିଟିସନ କାମ ପାଇଁ କିଛି ବୁକିଂ ନାହିଁ କିଛି ନାହିଁ କୌଣସି ପ୍ରକାର ନାହିଁ ଏଟା ତାଙ୍କର ପ୍ରୋଗ୍ରାମ ଅଲରେଡି ବୁକ୍ ହେଇଛି ଯାହା ଆମର କମିଟମେଣ୍ଟ ହେଇଛି ସେମିତି କିଛି କଣ କଲେ ଲୋକଙ୍କଠୁ ତାଙ୍କର ଯୋଉଟା ଚିନ୍ତାଧାରା ଅଛି ସେଟା ଦୂର କରିଦଉଛି ସେମିତି କିଛି ଆମର ଇଏ ହେଇନି। ଆଉ ଭାଇ ଦୂର ପ୍ରୋଗ୍ରାମ କଣ ଅଛି ଗୋଟେ ଦୂର ପ୍ରୋଗ୍ରାମ କଲ ସବୁ ଏଇ ଜାନୁଆରୀ ଫେବୃଆରୀ ପ୍ରାୟ ଯେତେ ସବୁ ଦୋଳ ମେଲନ କାମ ସବୁ ଅଛି ସବୁ ସେପଟେ ଭୁବନେଶ୍ୱର ଖୋର୍ଦ୍ଧା ଆମର ସେ କଟକ ପଟ ସାଇଡ ସବୁ ଅଛି। ଆଉ ଭାଇ ଜଣେ ବାଲିପାଟଣାକୁ ନେଇକି ଜଣେ ଭାଇ କମେଣ୍ଟ କରିଥିଲେ ବାଲିପାଟଣା ଭାଇ ଆଜି ଜିତୁ ଆସୁଛନ୍ତି ଜିତୁ ଆମେ ପଚାରିବା ବାଲିପାଟଣା ବିଷୟରେ ସେ କଣ ଟିକେ କହିବେ ବୋଲି ସେଇଟା ତ ବାଲିପାଟଣା ତ ମୁଁ ଗତ ବର୍ଷ ଯାଇଥିଲି ସେଇଟା ସେଠିକାର ଲୋକ ଅଲଗା ପ୍ରକାର ତାଙ୍କର ବିହେଭିୟର ବି ଅଲଗା ପ୍ରକାର ଆଉ ସେଠିକାର ମାହୋଲ ବନେଇବା ଗୋଟେ ଅଲଗା କ୍ରିଏଟ ଯେତେବେଳେ ସକାଳ ପାହି ଆସିବ ନା ସେଟା ଆପଣ ନିଜେ ଯିବେ ଦେଖିବେ ସେଟା ମୁଁ କହିବାଟା ଇଏ ନୁହେଁ ଆଖିରେ ଦେଖିବାଟା ତମେ ନିଜେ ଦେଖିବାଟା ପରଫେକ୍ଟ ଆଉ ସେଠିକାର ଲୋକଙ୍କର ବିହେଭିୟର ଗତ ବର୍ଷ ଥରେ ଗୋଟେ ଯାଇଥିଲୁ ମୋର ଗୋଟେ ବୋଟ ସ୍ପାର୍କିଂ ହେଇକି ଜଷ୍ଟ ଟିକେ ତାର ଟିକେ ଛିଣ୍ଡିଗଲା ଯୋଉଟା ପାଇଁ 5-10 ମିନିଟର କାମ ମାନେ ଖୋଲିକି ତାକୁ ପୁଣି ନୂଆ ତାର ଗୋଟେ ଲଗେଇବାକୁ ପଡିବ କାରଣ ଏଟା କମ ଗେଜର ତାର ପକେଇଥିଲା କିଏ ଇଲେକ୍ଟ୍ରିକ ୱାରିଙ୍ଗ ବାଲା ତ ସେଟା ଯେତେବେଳେ ଲୋଡ ପଡିଯାଇଛି ସେ ତାରଟା ଆଗରୁ ଅଲରେଡି ମେଲ୍ଟ ହେଇଅଛି ସେଇଦିନ ସେଟା ଛଟକି ଛିଣ୍ଡିଗଲା ତାପରେ ସେଟା ଲଗେଇବା ପାଇଁ ତ କମ ସେ କମ 10-15 ମିନିଟ ସମୟ ତ ମୋର ଇଲେକ୍ଟ୍ରିକାଲ ଉପରେ କାମ ଉପରେ ମୋର ଆଇଡିଆ ନାହିଁ ଆମର ଭଣଜା ସେଠି ଯାଇଥିଲେ କାମ କରିବା ମତେ ଖାଲି ଗୋଟେ ଲୋକ ତାଙ୍କ ପିଲା ପଚାରିଥିଲେ ରସିମ ଭାଇ କଣ ହେଇଛି କଣ ନାହିଁ ସବୁ ଠିକ ଠାକ ଅଛି ତ ହେଇପାରିବ ତ କହିଲେ ନାଇଁ ଭାଇ କହିଥିଲେ ଯେ 10-15 ମିନିଟ ସମୟ ସିଏ ମତେ କହିଲେ ଯେ ଆରାମସେ କର କିଛି ଅସୁବିଧା ନାହିଁ ଆମେ କୌଣସି ପ୍ରକାର ଅସୁବିଧା ନାହିଁ ଏତିକି କଥା ପଦେ କହିଥିଲେ ସେଇ ଭିତରେ ସେ କାମ ତାର ଖଣ୍ଡେ ଲାଗିଗଲା ସର୍ଟ ମାନେ ବୋର୍ଡ ଯୋଉ ପ୍ଲଗ ଲାଗୁନି କି ସେ ୱାରିଂ ହେଇକି ଯାଉଛି ତାର ଧର ଆମେ ଏଠି 2.5 ଜାଗାରେ ଆମେ ପକେଇ ଦେଇଥିବା 1.5 ତ ସେଟା ଲୋଡ ନବନି ତାରଟା ସେଠୁ ଯାଇଛି ଭାରି ତାପରେ ଏଠୁ ସେ ସାଙ୍ଗେ ସାଙ୍ଗେ ସର୍ଟ ଆଉଟ୍ ହେଲା କାମ ହେଲା ସେଇଠି ଅଧଘଣ୍ଟା 45 ମିନିଟ୍ ଡିଲେ ହେଇଯାଇଥିଲା
ସେ ଲୋକ ବି ବହୁତ ମାନେ ସେଇଟା ପାଇଁ ବି ମାନେ ହୁଁ। ମାଇଣ୍ଡରେ କିଛି ଇଏ ନାହିଁ, ବଢିଆ ଲୋକ ସେଠିକାର ଲୋକ। ଭାଇ ଆପଣ ତାଙ୍କ ଏତେ ବିହେଭିୟର ବହୁତ ଭଲ, ମେନ୍ କଥା କାମ ଉପରେ କିଛି ନୁହେଁ, ବିହେଭିୟର ବହୁତ ଭଲ। ଭାଇ ଏତେ ବି ପ୍ରୋଗ୍ରାମ ଯାଉଛନ୍ତି, ଆପଣ ବି ବହୁତ ସାରା ପ୍ରୋଗ୍ରାମ ବି ଯାଉଛନ୍ତି, କହିବାକୁ ଗଲେ ରସିମ ଭାଇ ଯେତିକି ଯାଉନଥିବେ ଆପଣ ବି ସେତିକି ଯାଉଛନ୍ତି ପ୍ରୋଗ୍ରାମରେ, କିନ୍ତୁ କୋଉ ପ୍ରୋଗ୍ରାମ ନାଇଁ ନାଇଁ ଆମକୁ ବେଷ୍ଟ ନାଇଁ ନାଇଁ ଲାଗୁଛି? ନାଇଁ ନାଇଁ ରସିମ ଭାଇ ସବୁ ପ୍ରୋଗ୍ରାମରେ ଯିବା ହୁଁ ଦରକାର, କାରଣ ତାଙ୍କ ପାଇଁ ବୋଲି ମୁଁ ହୁଁ ସେଇ ଫିଲ୍ଡରେ ଆଗରୁ ଅଛନ୍ତି ନା, ହୁଁ ଆମେ ଏଇ ଫିଲ୍ଡରେ ନୂଆ ନା, ହୁଁ ତାଙ୍କ ସିଏ ନଥିଲେ ହୁଁ। ଏସବୁ ହେଇପାରିବନି। ଆଉ କିନ୍ତୁ କୋଉ ପ୍ରୋଗ୍ରାମରେ ଆପଣଙ୍କୁ କେମିତି କଣ ବେଷ୍ଟ ପ୍ରୋଗ୍ରାମ ଲାଗିଛି ବୋଲି କହିଲେ ଏତେ ପ୍ରୋଗ୍ରାମ ହେଇଛି? ମୁଁ କୌଣସି ପ୍ରୋଗ୍ରାମକୁ କେବେ ଖରାପ କହିବିନି, ହୁଁ ସବୁ ପ୍ରୋଗ୍ରାମ ମୋ ପାଇଁ ହୁଁ ବେଷ୍ଟ। ସମସ୍ତେ କ'ଣ କଲେ ଯେମିତି ସମସ୍ତଙ୍କ ମୋର କେଉଁ ପ୍ରୋଗ୍ରାମ ମୁଁ କାହାକୁ କହିବିନି ଯେ ବେଷ୍ଟ, ସବୁ ବେଷ୍ଟ, କିଛି ବେଷ୍ଟ ଟୁ ବେଷ୍ଟ ଥିବେ, କିନ୍ତୁ ସବୁ କାମ କାମ ମୋ ହୁଁ ପାଇଁ କାମ। ଆଉ ଏମିତି ନୁହେଁ ଯେ ଏଇଠି ମୁଁ ହୁଁ କରିଥିଲି ବେଷ୍ଟ, ଏଇଠି ଥିଲେ ଭଲ ବେଷ୍ଟ, ହୁଁ ସମସ୍ତେ ମୋ ପାଇଁ ମତେ ଯିଏ ମାନୁଛନ୍ତି ସେମାନେ ବି ହୁଁ। ବେଷ୍ଟ। ଭାଇ ଆମେ ବି ଏବେ ଦେଖୁଛୁ କମ୍ପିଟିସନରେ ଅଧିକାଂଶ ଭାଇ କହିବାକୁ ଗଲେ ମାନେ ଯୋଉ ଅଦର ସାଙ୍ଗ ସହିତ କମ୍ପିଟିସନ ହଉଛି, ନିହାତି ଗାଡି ପଛକୁ ପଛ ବ୍ୟାକ୍ ହେଇ କମ୍ପିଟିସନ ହଉଛି, କମ୍ପିଟିସନ ଉପରେ ସେ ମାନେ ଟ୍ରାକ୍ ମାରୁଛନ୍ତି, ଆପଣ ଆପଣଙ୍କ ଟ୍ରାକ୍ ବି ମାରୁଛନ୍ତି, କିନ୍ତୁ ଯେତେ ସବୁ ମାନେ ଖରାପ ସବୁ ଯୋଉ ମାଇକିଂ ହଉଛି ତାକୁ ନେଇ କଣ କହିବେ? ସେଇଟା ମାଇକିଂଟା କ'ଣ ଥୋଡ଼ି କାହା ହୁଁ ଆଗରୁ ଜଣକୁରୁ ହଉଛି, ହୁଁ ଗୋଟେ ଜାଗାରୁ ଷ୍ଟାର୍ଟ ହେଲେ ହୁଁ ତାପରେ ଷ୍ଟାର୍ଟ ହଉଛି ନା ହୁଁ କଣ୍ଟ୍ରୋଭର୍ସି ଗୀତ। ହୁଁ ମୋଟେ କେବେ ଶୁଣିଥିଲେ? ହୁଁ କିନ୍ତୁ ଆମେ ଫିଲ୍ଡ ଉପରେ ଆଗ ଶୁଣିଲୁ, ହୁଁ ଶୁଣିଲା ପରେ ପୁଣି ଆମେ ଶୁଣ, ତମେ ଏବେ ଆଜିକା ଡେଟ୍ରେ ତମେ କଣ୍ଟ୍ରୋଭର୍ସି କରିକି ଗୋଟେ ଟ୍ରାକ୍ ବନେଇଦେଲ, ହୁଁ ଆଉ କ'ଣ ଟ୍ରାକ୍ କ'ଣ ଖାଲି ତମେ ବନେଇ ଶିଖିଛ, ହୁଁ ଆଉ କେହି ବନେଇ ନାହାନ୍ତି? ହୁଁ ସମସ୍ତେ ବନେଇ ପାରିବେ। ହୁଁ ତମେ ଗୋଟେ ପ୍ରକାର କହିଛ, ସେଟାକୁ ଶୁଣିକିନା ତମକୁ ବିଟ୍ କଲା ଭଳିଆ ହୁଁ ସିଏ ଗୋଟେ ବନେଇବ। ହୁଁ ଯେପର୍ଯ୍ୟନ୍ତ ତମେ ଯଦି ଷ୍ଟାର୍ଟ କରିଛ, ତମେ ଏଟାକୁ ବନ୍ଦ କରିବାକୁ ହୁଁ ପଡିବ ଫାଷ୍ଟ, ତମେ ବନ୍ଦ ନ କରିବା ପର୍ଯ୍ୟନ୍ତ ହୁଁ କଣ୍ଟିନ୍ୟୁ ଚାଲିବ। ଆଉ ତମକୁ ଜଣେ କହିବ ତମେ ଥୋଡ଼ି ତାକୁ ଛାଡ଼ିଦବ କି? ହୁଁ ଏଇଭଳି ଚାଲିବ। କିନ୍ତୁ କିନ୍ତୁ ଏସବୁ ଜିନିଷ ଠିକ ନୁହେଁ, କିନ୍ତୁ ଏ ଜିନିଷକୁ ବନ୍ଦ କରିବା ଦରକାର। ବନ୍ଦ କରିବା ଦରକାର। ଏଇଟା କଣ୍ଟ୍ରୋଭର୍ସି କୋଉଠି ହଉଛି, କିଏ ହୁଁ କାହା ମାଲିକ ସହିତ କିଏ କାହା ଘରକୁ ଯାଇ କାହା ସହିତ ଝଗଡା କରୁଛି ନା ହୁଁ କ'ଣ କରୁଛି, ଏଇ ହୁଁ ଉପରେ ତମେ ଦେଖ ଯେ ଇଲେକ୍ଟ୍ରୋନିକ୍ସ ହୁଁ ଜିନିଷ ହେଲା କି, ଇଏ କେତେବେଳେ ଥିବ କେତେବେଳେ ନଥିବ, ହୁଁ କେତେବେଳେ ଆଜି କ'ଣ ଅଛି, ଆଜି ତମେ କହିଦଉଥିବ ଯେ ନାହିଁ ଗୋଟେ କ'ଣ ଗୋଟେ ପାସପୋର୍ଟ ମାରିକି କ'ଣ ଗୋଟେ କହିଦେଇଥିବ, କାଲି ସକାଳେ ତମ ଗୋଟେ କିଛି ପ୍ରୋବ୍ଲେମ ବି ଆସିପାରେ, ମୋଟେ ବି ଆସିପାରେ, ହୁଁ ସେଇଟା କ'ଣ କରିବ? ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଗର୍ବ କେବେ ନାହିଁ, ହୁଁ ବୁଝିପାରିଲେ ନା? ଏସବୁ ଜିନିଷ କରିବାଟା ଠିକ ନୁହଁ। କିନ୍ତୁ ଆଗରୁ ଥିଲା ଏ ହୁଁ ସାଉଣ୍ଡର ମାହୋଲ କ'ଣ ହୁଁ ଆଗରୁ ଚାଲିଥିଲା, ହୁଁ ଏଇ କେତେ ଦିନ ହେଇଗଲାଣି ଏ ସବୁ ଚାଲୁଛି, ଏଇ ଯୋଉ କମ୍ପିଟିସନ ଫମ୍ପିଟିସନ। କମ୍ପିଟିସନ ହଉଛି, ହୁଁ ମାଇକ୍ରୋଫୋନ ଧରି ଆମ ଜୀବନରେ ମୁଁ କେବେ ଜାଣିନଥିଲି ହୁଁ ସାଉଣ୍ଡ ଉପରେ। ଦିନଟା କରିଥିଲି, ହୁଁ ବାଧ୍ୟ ହେଇକି ହୁଁ କରିଥିଲି, ମୋ ପାଖରେ ମାଇକ୍ରୋଫୋନ ହିଁ ନଥିଲା। ହୁଁ ମାଇକ୍ରୋଫୋନ ସିନା ଥୋଡ଼ି ଆମର ମାଇକିଂରେ ହୁଁ ଆଦତ ଥିଲା ମାଇକ୍ରୋଫୋନ ଥିବ, ଗୋଟେ ସିନ୍ ଏମିତି କ୍ରିଏଟ୍ ହେଲା ଯେ ସେଇଟା ମାଇକ୍ରୋଫୋନ ବାହାର କରିବା ପାଇଁ ମୁଁ କୋଉଠୁ ମୋ ମାଇଣ୍ଡରେ ପଶିଲାନି। ମୋ ପାଖରେ ମୁଁ ଯୋଉ ସାଉଣ୍ଡ ପ୍ରିସେଟ୍ କଲା ଗୋଟେ ପେନ୍ ଟାଇପର ଆରଟିଏ ମାଇକ୍ ଥାଏ, ହୁଁ ସେ ଆରଟିଏ ମାଇକକୁ ମୋ ବ୍ୟାଗରୁ ବାହାର କରିକି ମୁଁ ଲଗେଇକି କହିଥିଲି, ଯୋଉଟା କି ଆରଟିଏ ମାଇକ୍ ଏଟା କହିବା ପାଇଁ ନୁହେଁ, ଏଟା ହୁଁ ଗୋଟେ ଅଛି ଅଲଗା କାମ ପାଇଁ ହୁଁ ହେଲା। ସେଟାକୁ ମୁଁ ବାଧ୍ୟ ହେଇକି ସେଟାରେ ମୁଁ କହିଥିଲି, ମାନେ ଏତେ ଦୂରରୁ ଥିଲେ ବି ତା ଭଏସ ବହୁତ ସେ ଜୋରରେ ଟାଣୁଥାଏ, ହୁଁ ସେଇଥିରେ ମୁଁ କହିଥିଲି। ହୁଁ ମାଇକ୍ରୋଫୋନରେ କହିବା ମୋର ବି ସେ ହୁଁ କି ସଉକ ନାହିଁ କି ହୁଁ କିଛି ନାହିଁ। କାରଣ ମାଇକ୍ରୋଫୋନ ହଉଛି ଆମର ଏଣ୍ଟରଟେନମେଣ୍ଟ ପାଇଁ, ପବ୍ଲିକଙ୍କୁ ହଁ କହିକି ତମେ ନଚେଇବା ପାଇଁ। ତମେ ଟ୍ରାକ୍ ବଜେଇ ହୁଁ ତମେ ତମର ସଙ୍ଗ କରିକି ହୁଁ ମାନେ ଯାହାହେଲେ ବଜେଇକି ହୁଁ ତମେ ପବ୍ଲିକକୁ ଏଣ୍ଟରଟେନମେଣ୍ଟ ହୁଁ କରିବା ପାଇଁ ମାଇକ୍ରୋଫୋନ ହୁଁ ତମେ କିଛି ଦିପଦ ହୁଁ କହିଦେଇ ପାର। କିନ୍ତୁ ଏମିତି ଯୋଉ କଣ୍ଟ୍ରୋଭର୍ସି କରିକି ତାକୁ କମେଣ୍ଟ ମାରିକି କହିବା, ଇଏ କହିବା, ଏଇଟା ଜଣେ ଷ୍ଟାର୍ଟ କଲା ମାନେ ହୁଁ ଆଉ ଜଣେ ଛାଡ଼ିକି କହିବ। ଧର ମୁଁ ଷ୍ଟାର୍ଟ କଲି, ସେ ଆର ଭାଇ ବି ହୁଁ କହିବ, ଯଦି ସିଏ ଷ୍ଟାର୍ଟ କରିଥିବ ମୁଁ ବି କହିବି, ଏମିତିରେ କିଛି ନାହିଁ। କହିବା ପାଇଁ ବାଧ୍ୟ, ନ କହିଲା ମାନେ ତମେ ସେ ଜାଗାରେ ମାନେ ନିଜ ଏତେ ବଡ ସେଟଅପ୍ ନେଇ ଆଇଛ ମାନେ ନିହାତି ଜଣେ ଅନ୍ୟ ମାନେ କମେଣ୍ଟ ବି କରିବ। ଏବେ ୟା ପୂର୍ବରୁ ଗୋଟେ ଜାଗାରେ ଏମିତି ପ୍ରୋଗ୍ରାମ ଗୋଟେ ହଉଥିଲା, ହୁଁ ତାଙ୍କ ଗାଁରେ କ'ଣ ଗୋଟେ ଫେଷ୍ଟିଭାଲ ଥିଲା, ହୁଁ ମୋ ସାଉଣ୍ଡ ବନ୍ଦ ଥାଏ, ହୁଁ ଆଉ ଗୋଟେ ସାଉଣ୍ଡ ସେଇଟା ମତେ କ୍ରସ୍ କରିକି ଗଲା। ଧର ହୁଁ ସପୋଜ ସେମାନେ ଯିବା କଥା 1 ନମ୍ବରକୁ, ହୁଁ ମୁଁ ଥିଲି 1 ନମ୍ବରରେ, ହୁଁ ତ ମୁଁ ସାଇଡ୍ କଲେ ସିଏ ପୁଣି 1 ନମ୍ବରକୁ ଯିବ, ମୁଁ ହୁଁ ଆଇବି 2 ନମ୍ବର, ହୁଁ ଏଇଟା 3 ନମ୍ବର ଯୋଉ ହୁଁ ସିରିଆଲରେ ଥିବ ହୁଁ ମୋର ସେଠି ରହିଲା। କିନ୍ତୁ ଆମ କମିଟି ବାଲା ମତେ କହିଲେ ଯେ ଏଠି ଭାଇ ଆମର ବନ୍ଦ ରହିବ, ମୁଁ ବନ୍ଦ କରିନ ଗଲି। ତ ଆଉ ଜଣେ ସାଉଣ୍ଡ ଭାଇ ଗୋଟେ ଅଲଗା ପ୍ରକାର କମେଣ୍ଟ ମାଇଲା, ଗୋଟେ ହୁଁ ଗୀତ ବଜେଇଲେ, ହୁଁ ବଜେଇଲେ ମାନେ ପବ୍ଲିକ ହୁଁ ଶୁଣିବେ, ହୁଁ ଆଉ ଗୋଟେ ସାଉଣ୍ଡ ଠିଆ ହେଇଯିବ ମାନେ ତମେ ହୁଁ ତାକୁ କମେଣ୍ଟ ବାଜି କଲ, ତ କମେଣ୍ଟ ବାଜି କଲ, ତଥାପି ବି ଆମର କିଛି ଫରକ ପଡ଼ିଲାନି। ହୁଁ ରସିମ ଭାଇ ସେଇ ଟାଇପର ଲୋକ ହୁଁ ନୁହେଁ, ସେ କହିଲେ ନାହିଁ ଆମର ସିଏ ତାଙ୍କର ହୁଁ ବାଜୁଥିବ, ଆମର ବନ୍ଦ ଥାଏ। ସେଇଟା ବନ୍ଦ ଥିଲା ବୋଲି ହୁଁ ପବ୍ଲିକ ବହୁତ ପ୍ରକାର କଥା ତାକୁ ମାଇଣ୍ଡରେ ଅଲଗା ପ୍ରକାର ହୁଁ ନେଇଗଲେ, ବୁଝିପାରିଲ ନା? ଯଦି ବାଜୁଥାନ୍ତା କି ହୁଁ ବଜେଇଥାନ୍ତି କି ହୁଁ ମୁଁ ତାକୁ ବିଟ୍ କଲା ଭଳିଆ କିଛି ହୁଁ କାମ କରିଥାନ୍ତି, ହୁଁ ତାହେଲେ ଏଇଟା ହେଇଥାନ୍ତା। ମୁଁ ସେଇଟା କଲିନି ବୋଲି, ହୁଁ କାରଣ ମୁଁ ଜାଣିଛି ଯେ ଇଣ୍ଡଷ୍ଟ୍ରିକୁ ମୁଁ କେବେ ଚାହେଁନି ଯେ ଏମିତି ହଉ ବୋଲି, କାରଣ ଆମେ ନୂଆ ଆସିନୁ, ହୁଁ ବହୁତ ପୁରୁଣାରୁ ଅଛୁ। କିନ୍ତୁ ଏମିତି ହେତିକି ସହିକି ରହିଲୁ ବୋଲି ହୁଁ ଆଜିକା ଡେଟ୍ରେ ସେ ଲୋକ ହିଁ ଫେମସ୍, ହୁଁ ବୁଝିପାରିଲେ ନା? କିନ୍ତୁ ସେଦିନଠୁ ଗୋଟେ ଶପଥ ନେଲି ଯେ ଆଉ ଏସବୁ ଜିନିଷ ଚଳିବନି। ହୁଁ ଚାଲିଛି ଚାଲିଛି, ଯେ ଯେପର୍ଯ୍ୟନ୍ତ ସେମାନେ ଷ୍ଟାର୍ଟ ହୁଁ କରିଛନ୍ତି ମାନେ ସେମାନଙ୍କ ଆଡୁ ବନ୍ଦ ନ ହେବା ପର୍ଯ୍ୟନ୍ତ ଏମିତି ହୁଁ ଚାଲିଥିବ। ଯେ ମାନେ ମୋ ସହିତ ମିକ୍ସିଂ ମିକ୍ସିଂ ରହିବେ, ଯିଏ ମାନେ କମ୍ପିଟିସନ ଆଡକୁ ଆସୁଛି ତା କମ୍ପିଟିସନ ବି ହଉଛି। ସବୁ ହୁଁ ଯେମିତି ଏମିତି। ଆଉ ଶୁଣ, ଗୋଟେ ଜାଗାରେ ସେମାନେ ଲଗେଇଥିବେ, ମୁଁ ହୁଁ ଲଗେଇ ନଥିବି, ହୁଁ ଲଗେଇ ନଥିବି ମାନେ ଭାବିଦିଅ ଯେ ହୁଁ ସେଇଟା ମୁଁ କମ୍ପିଟିସନ କାମ ବୁକ୍ କରି କରିନି, ହୁଁ ଆଉ ସେମାନେ ବି ମତେ ହୁଁ କମ୍ପିଟିସନ ପାଇଁ ମତେ କହିନାହାନ୍ତି। ହୁଁ ମୋର ବି କିଛି ଅସୁବିଧା ନାହିଁ, ହୁଁ ସେମାନେ ଲଗେଇକି ଆଇଲେ ବି ହୁଁ ମୋର କିଛି ଅସୁବିଧା ନାହିଁ। ମୋର ହୁଁ ଅଧିକ ଲଗେଇଲେ ତାଙ୍କର ଅଧିକ ଜୋରରେ ଶୁଭିବ, ହୁଁ ଆଉ ମୁଁ ମୋର ଯେତିକିରେ ଅଛି ମୁଁ ସେତିକିରେ ହୁଁ ପରଫମାନ୍ସ ବେଟର ହୁଁ ଦେଇଦେବି।
ଭଲ ଦେବି। ଆଉ ଦେଖୁନ ମୁଁ ତାଙ୍କ ସହିତ କମେଣ୍ଟମେଣ୍ଟ କରିନି ଏସବୁ ଜିନିଷ ଲାଗିବ ବୋଲି, କି ତାଙ୍କର ଏସବୁ ଜିନିଷ ଦରକାର ନାହିଁ। ତ କଷ୍ଟମର ଦରକାର ନାହିଁ, ମୁଁ କାହିଁକି ମୋ ଆଡୁ ଲଗେଇକି ଯିବି? ସିଏ ଲଗେଇକି ଆଇଲା ବୋଲି ମୁଁ ଲଗେଇଦେବି, ଆଉ ତ ସିଏ କାଲି ସକାଳେ ପୁରା ଟାଇମ ବୋଲି ମୁଁ ନେଇବି କି? ନାଇଁ, ମୋର ଆଦତ ସେଇଟା ନାହିଁ। ଏବେ ଏମିତି ଗୋଟେ ଜାଗାରେ ପ୍ରୋଗ୍ରାମ ଚାଲିଥାଏ କୋଉଠି ଢେଙ୍କାନାଳ ଭାପୁର, ହୁଁ ଆଉ ଗୋଟେ ଚାଲିଥିଲା ଢେଙ୍କାନାଳ ପଟେ ଗୋଟେ ବାଇସିଙ୍ଗା ବୋଲି ଜାଗା। ସେଟା ସବୁ ଅଲଗା ଲୋକ, କିଏ କୋଉଟେ ଛପି ଛୁପା କି କିଏ କୋଉଟେ କଣ ଲଗେଇଥିଲେ। ମୋ ଗାଡିରେ କିଛି ଲାଗିନଥିଲା, ମୋର କଣ୍ଟିନ୍ୟୁ ଯୋଉଟା ରୁହେ ଗାଡି ଭିତରେ ସେତିକି ହିଁ ଥିଲା। ଆମେ ବି ଯାଇଥିଲୁ ସେଠି ପ୍ରୋଗ୍ରାମ ହଁ, ଆଟେଣ୍ଡ କିଛି କରିବା। ଅସୁବିଧା ନାହିଁ, ସେମାନେ ଲଗାନ୍ତୁ, ମୋର କିଛି ଅସୁବିଧା ନାହିଁ। ସେମାନେ ଲଗେଇକି ତାଙ୍କର ପରଫମାନ୍ସ ଦେଖାନ୍ତୁ, ଲୋକ ପବ୍ଲିକ ଭଲ କହିବେ, ଅଟୋମେଟିକ ତମର ଅଧିକା ଜୋରରେ ବାଜୁ, ଭଲ ଲାଗିବ। ମୁଁ ବି କରିବା ପାଇଁ ହେଲେ ସେଟା ଲଗେଇବା ପାଇଁ ହେଲା ମାନେ ମୁଁ ମୋର ଲୋକଙ୍କ ସହିତ କଥା ହୁଏ। ତାଙ୍କର ଯଦି ତାଙ୍କର ଦରକାର ତାହେଲେ ମୁଁ ଦେଇଦେବି। ଦରକାର ହେଲା ମାନେ ଅଟୋମେଟିକ ବଜେଟ ବଢିବ। ଆଉ ଗୋଟେ ଲୋକଙ୍କର ଦରକାର ନାହିଁ, ସେ କାହିଁକି ଅଯଥାରେ ପଇସା ଲଗେଇବେ ତା ପଛରେ, ବୁଝିପାରିଲେ? ଯୋଉ ଏନ୍ଜୟମେଣ୍ଟ ପାଇଁ ନଉଛନ୍ତି ନା ସେମାନେ, ଆଉ ଥୋଡି ନା କମ୍ପିଟିସନ ପାଇଁ ବି ସେ ନଉଛନ୍ତି ନା। ସେଇଥିପାଇଁ ମୁଁ ଇଏରେ ଲଗାଏନି। ଭାଇ ଆପଣ ଏତେ ସେଟଅପ୍ ମାନେ ସେଟଅପ୍ ଅଛନ୍ତି ମାନେ ମାନେ ଓଡିଶା ମାନେ ଅଲଗା ସେଟଅପ୍ ଦେଖୁଛନ୍ତି, ଆପଣଙ୍କୁ କୋଉ ସେଟଅପ୍ ବେଷ୍ଟ ଲାଗେ? ମତେ ସମସ୍ତଙ୍କର ବେଷ୍ଟ ଲାଗେ। ମୁଁ ଆଜି ପର୍ଯ୍ୟନ୍ତ କାଢେ ଏମିତି ଶୁଣିବା ପାଇଁ କୋଉଦିନ ଦିନ ଫାଳେ ଏମିତି ବୁଲି ଯାଇଥିବି, ମୁଁ ଶୁଣିଲେ ବି ସୁଦ୍ଧା କାହାକୁ କେବେ ଆଜି ପର୍ଯ୍ୟନ୍ତ ତା ବିଷୟରେ ମୁଁ କେବେ ଇଏ କରିନି। ସମସ୍ତେ ସମସ୍ତଙ୍କ ଜାଗାରେ ଭଲ, ମୁଁ ମୋ ଜାଗାରେ ଭଲ, ସିଏ ଭାଇ ସେ ତାଙ୍କ ଜାଗାରେ ଭଲ। ଇଗ୍ନୋର କରିବାର କାହାକୁ ନାହିଁ, କି କାହାକୁ ତଳ ଉପରେ ଭାବିବାର କେବେ ନାହିଁ। ଏଟା କାହିଁ ଭାବିବା? ସେ ତା ହିସାବରେ ତା ଜାଗାରେ ସେ ଠିକ ଅଛି, ମୁଁ ମୋ ଜାଗାରେ ଠିକ ଅଛି। ସେ ଛୋଟ ବଡ ସହିତ କିଛି ମତଲବ ନାହିଁ। ସେ ଛୋଟ, ସିଏ ତା ଜାଗାରେ କାମ କରୁଛି, ମୁଁ ବଡ ହୁଏ କି ଅଲଗା ଲୋକ କିଏ ବଡ ହଉ, ବଡ ଛୋଟର କିଛି କଥା ନାହିଁ। ସମସ୍ତେ ସମସ୍ତଙ୍କ ଲେବୁଲରେ କାମ କରୁଛନ୍ତି, ସମସ୍ତଙ୍କ ବଜେଟ ଅନୁସାରେ ସେ ଇନଭେଷ୍ଟ କରିଛନ୍ତି, ସେ ତାଙ୍କର ବଜେଟ ନଉଛନ୍ତି, କାମ କରୁଛନ୍ତି। ଏମିତି କେହି ଖରାପ ନୁହନ୍ତି, ସମସ୍ତେ ସମସ୍ତଙ୍କର ଭଲ କରୁଛନ୍ତି, ସମସ୍ତେ କାମ କରୁଛନ୍ତି। ଭାଇ ସାଉଣ୍ଡ ଓନର ମାନେ ଯେତେ ସବୁ ସାଉଣ୍ଡ ଓନର ତାଙ୍କ ମାନଙ୍କ ସହିତ ସମ୍ପର୍କ କେମିତି କଣ ଅଛି? ଦେଖୁନ, ମୁଁ ତ ହଉଛି ଫିଲ୍ଡ ଉପରେ ନୂଆ ହେଲା। ରସିମ ଭାଇ ସମସ୍ତଙ୍କୁ ଚିହ୍ନିଥିବେ ପ୍ରାୟ ଲୋକକୁ, ମୁଁ କମ ଲୋକକୁ ଚିହ୍ନିଛି। ମୋର ଏମିତି ଯଦି ସମ୍ପର୍କ କାହିଁ ଖରାପ କରିବି? ସେ କାହିଁକି ନା ମୋର ରିଲେଟିଭ ନା କଣ, ମୁଁ ତା ସହିତ ଝଗଡା ହେଇଛି, ସମ୍ପର୍କ ଖରାପ ରହିବ ଗୋଟେ, ଯିଏ ଯାହା ଦେଖିଲେ ବି ଆଉ ଆପଣ ତ ଏନି ଟାଇମ ଚାମ୍ବର ଭିତରେ ରହୁଛନ୍ତି ଅପରେଟିଂ ରୁମରେ, ଆଉ ଥୋଡି ନା କଣ ମିଶି ପାରୁଛନ୍ତି ନା? ନା ମୁଁ ମିଶି ପାରେନି କି ମୁଁ କାହାକୁ ଏମିତି ସଡନଲି ବୁଲି ଯିବାକୁ ବି ଦେଖି ଯିବା ପାଇଁ ଆମ ପାଖରେ ସମୟ କେତେବେଳେ। ଆଉ ରସିମ ଭାଇ ପ୍ରାୟ ଲୋକକୁ ଚିହ୍ନିଥିବେ, ମୁଁ ବିଶେଷ ଲୋକକୁ ଚିହ୍ନିନି। କେତେବେଳେ ଯୋଉମାନଙ୍କୁ ଚିହ୍ନିଥିବି ବି ଏସବୁ ଥିବେ ପାଖାପାଖି, ଏମିତି ଚିହ୍ନିଛି, କିନ୍ତୁ କାହା ସହିତ ଏମିତି କିଛି ଇଏ ନାହିଁ। ଭାଇ ଆମେ ଗୋଟେ ଜଣେ ଭାଇ କମେଣ୍ଟ କରିଥିଲେ କି ଆପଣଙ୍କ ନିଜ ଗାଁରେ ଯୋଉ ଅଛି ବନ୍ଦା ଗାଁରେ ସେଟଅପ୍ ଥିଲା, ଏବେ ଯୋଉ ରିସେଣ୍ଟଲି ମାନେ ସର୍ଟ ସର୍କିଟ ହଉ କି ଯାହା ବି ହଉ ହେଇକି ରିସେଣ୍ଟଲି ଆମର ଯୋଉ ଏସପି ଅଡିଓ ମାନେ ସର୍କିଟ ମାନେ ନିଆଁ ଧରିଥିଲା, କି ନିଆଁରେ ପୁରା ଜଳିକି ସେଟଅପ୍ ପୁରା ହେଇଯାଇଥିଲା। ସେ ବିଷୟରେ କହିଥିଲେ ଜିତୁ ଭାଇ ଟିକେ ପଚାରିବ ବୋଲି। କଣ କରିବି ମୁଁ ସେଦିନ, ମୁଁ ବି ସେଟା ପ୍ରପର କଣ ହେଇଥିଲା କଣ ନାହିଁ ମୁଁ ବି ଜାଣିନି। କାରଣ ତମେ ଜାଣିଥିବ ସେଦିନ ଭାପୁର ପ୍ରୋଗ୍ରାମ ଚାଲିଥାଏ, ଭାପୁର ପ୍ରୋଗ୍ରାମ ଚାଲିଥାଏ, ଫୋନ ଯାଇଥିଲା କିନ୍ତୁ ମୁଁ ଫୋନ ଉଠେଇନି। କାରଣ ଭିତରେ ବାଜୁଛି, ଘର ଲୋକ ବି ଫୋନ କରୁଛନ୍ତି, କେତେବେଳେ ଉଠେଇବ? ସେ ତାଙ୍କର ଯୋଉ ଗାଁ ବଜାର ଅଛି, ସେ ଭିତରକୁ ଏଣ୍ଟ୍ରି ହେଲା ଟାଇମରେ ଫୋନ ଯାଇଥିଲା, ଦି ତିନି ଥର ମିସ୍ କଲ୍ ହେଇଥିଲା, ଘରୁ ଯାଇଥିଲା ଫୋନ। ସେଇ କାରଣ ପାଇଁ ହେଇଥାଇପାରେ, କିନ୍ତୁ ମୁଁ ଉଠାଏନି, କାହିଁକିନା ଗୋଟେ ଫ୍ୟାମିଲି ହଉ କି ଯିଏ ବି ହଉ, ଶୁଭୁଛି ତ ମୁଁ ଯଦି କଥା ହେଇପାରିବିନି, ମୁଁ କଣ ଉଠେଇବି? ଆଉ ପରେ ଶୁଣିବାକୁ ପାଇଲି ଯେ ଏମିତି ଏମିତି ହେଇଛି, କୋଉଥି ପାଇଁ ହେଇଛି କଣ ହେଇଛି କହିପାରିବିନି, କିନ୍ତୁ ଯାହା ବି ହେଇଛି ଏଇଟା ଗୋଟେ ଦୁଃଖର ଘଟଣା। କଣ କରିବା, ଆଉ ଯୋଉ ଦିନ ଯାହା ଜୀବନରେ ଘଟିବାର ଥିବ ତାକୁ କେହି ରଖେଇ ପାରିବେନି। ଆଉ ସେ ଜିନିଷ ବି କୋଉ ସାଉଣ୍ଡ ମାନଙ୍କ ସହିତ ବି ନ ହଉ। ଏମିତି ତ ଆମେ କହିପାରିବାନି, ଆମେ ସ୍ୱୟଂ ଭଗବାନ। କେବେ ବି ନ ହୁଏ ଏଇସବୁ ଜିନିଷ ଉପରେ। ଟିକେ ଇଲେକ୍ଟ୍ରିକାଲ ଉପରେ ଯୋଉ ଜିନିଷ ଚାଲୁଛି ତାପରେ ଟିକେ ସତର୍କ ସବୁବେଳେ ରହିବ, ମାନେ ଭାବି ଚିନ୍ତିକି ସବୁବେଳେ। ଗୋଟେ ଆପଣ ବି ଗାଡି ଭିତରେ ବି ବହେ ବହେ ତାର ଯାଉଛି, ଉଛା ଉଛା ତାର ଯାଉଛି, ତାକୁ ଦେଖିକି ଟିକେ କଣ କହିଲେ ମ୍ୟାନେଜ କରିକି ଇଏ କରିବେ। ଖାମଖିଆଲିରେ କେବେ ନେବେନି, ଟିକେ ଗୁରୁତ୍ୱର ସହିତ ରହିବା ଦରକାର। କିନ୍ତୁ କେମିତି କଣ ହେଲା, ସଡନ ଲୋକ ଆଇଲା ପରେ ଆମେ ବି ଯାଇଥିଲୁ ସେଠି ଦେଖିବା ପାଇଁ, ଦେଖିଲା ବେଳେ କିଛି ବି ନାହିଁ। ଆଉ ପବ୍ଲିକ ଯାହାକୁ ପଚାରିଲେ ସମସ୍ତେ ଜାଣିନାହାନ୍ତି, କହୁଛନ୍ତି କଣ ପାଇଁ କଣ ହେଲା, କିଏ କଣ ପାଇଁ। ସେ ହେଟ୍ ଟାଇମରେ ଯିଏ ବି ଓନର ବି ତାଙ୍କର ବି ମୁଣ୍ଡ କିଛି କାମ କରୁନଥିବ। ଏତେ ବଡ ଗୋଟେ ଘଟିଲା ପରେ ଆଉ ମୁଁ ହେଲେ ବି ସେ ଜାଗାରେ ମୋ ପାଖରେ ବି କିଛି ଥିବ କି? କଣ କରିବା, ମୁଁ ବି ସେଦିନ ବି ଘରେ ନଥିଲି, ମୁଁ ଥିଲି ଭାପୁର ପ୍ରୋଗ୍ରାମରେ। ଆଉ ଯୋଉମାନେ ବି ଥିଲେ ସେମାନେ ବି କନଫର୍ମ ନାହିଁ ଯେ କଣ ପାଇଁ କଣ ନାହିଁ। ବହୁତ କୋସିସ କରିଥିଲେ, କିନ୍ତୁ କଣ କରିବେ, କୋସିସ ତାଙ୍କର ଯାହା ଥିଲା କର୍ତ୍ତବ୍ୟ କରିଥିଲେ, କିନ୍ତୁ ହେଇପାରିନଥିଲା। ତ ଜିତୁ ଭାଇ ଆମେ ଏବେ ଦେଖୁଥିଲୁ ଏଇ ରିସେଣ୍ଟଲି ପୋଷ୍ଟ, ଆପଣ ତ କହିଲେ ସେଟଅପ୍ ସେଲ୍ ହବ, ନୂଆ ସେଟଅପ୍ ବି ଆସୁଛି, କିନ୍ତୁ କହିବାକୁ ଗଲେ ୟୁଟ୍ୟୁବ ଆଉ ଫେସବୁକ୍, କହିବାକୁ ଗଲେ ଇନଷ୍ଟାଗ୍ରାମ ରେ ବି ଆମର ଗୋଟେ ଫଟୋ ପୋଷ୍ଟ ହଉଛି ଯାହାକି ଟଲର ସେଟଅପ୍ ରେ ହେଇଛି, ଆଉ ଯାହାକି ହାଇଡ୍ରୋଲିକ ସେଟଅପ୍ ହେଇଛି, ଓପନ ଡିସପ୍ଲେ ଫଟୋ ହେଇଛି, କିନ୍ତୁ ସାର୍ପି ଫାର୍ପି ଲାଗିଛି ଟଲର ସେଟଅପ୍। ସେଇଟାକୁ ନେଇ କଣ କହିବେ, ମାନେ ଯୋଉ ପୋଷ୍ଟ ପଡିଛି ସେଇଟା ରିଅଲ କି ଫେକ୍? ସେଇଟା ମୁଁ ବି ସେ ବିଷୟରେ ଜାଣିନି, କି ମୁଁ କେବେ ପୋଷ୍ଟ କରିନି। କିଏ ଥିବ ଆମର ଚାଇନା ବାଲା, କିଏ ସେମୁଡ଼ିଆର, କିଏ ତାକୁ ଭଲ ପାଉଥିବ ଲୋକ, ସିଏ ଗୋଟେ ତାଙ୍କ ଖୁସିରେ ଗୋଟେ ବନେଇ ଦଉଛନ୍ତି, ଛାଡିଛନ୍ତି। କିନ୍ତୁ ସେଟା
ଫେକ୍ ସେ ଗୋଟେ ବନେଇଛନ୍ତି ହୁଁ। ତାଙ୍କ ହିସାବରେ ଯେ ଏମିତି ଆଣିବେ ଆମେ ତ ମୁଁ କହିଥିଲି ହୁଁ। ଆଗରୁ ଯେ ଆମର କନସେପ୍ଟ ନୂଆ ଚେଞ୍ଜ ହବ ହୁଁ ଯେ ସେଟା ଗଲା ପରେ ତ ଚେଞ୍ଜ ହବ ହୁଁ ନା ଚେଞ୍ଜ କରିବି କିନ୍ତୁ ସେଇ ଯୋଉ ଜିନିଷ ଦେଖିଲେ ଫେକ୍ ଯେତେବେଳେ ବି ଯାହା ଅପଡେଟ୍ ଆସିବ ମୁଁ ହୁଁ। ମୋର ନିଜର ଗୋଟେ ଚ୍ୟାନେଲ ଅଛି ଯୋଉଟା ହୁଁ। କି କେବଳ ପିଲାଙ୍କୁ ହିଁ ଅପଡେଟ୍ ଦେବା ପାଇଁ ରଖିଛି। ଯାହାକି ଆମେ ଜାଣିଛୁ ବି ହୁଁ। ଏସଏମ୍ ଅଡିଓ ଫ୍ୟାମିଲି କଣ ଅଛି। ଆଜେ ବାଜେ କଥା ସେଥିରେ ନେଇକି ହୁଁ କୌଣସି ଭିଡିଓ ପଡିବନି ବୋଲି ହୁଁ ମୁଁ ଆରମ୍ଭରୁ ବି କହିଥିଲି ହୁଁ ଯାହା ମୋ ନିଜର କିଛି ହୁଁ ଅପଡେଟ୍ ହବ ମୁଁ ହୁଁ ଲୋକଙ୍କୁ ଜଣେଇବା ପାଇଁ ସେ ଚ୍ୟାନେଲଟି ଖୋଲିଥିଲି ଯୋଉଟା କି ରିଆଲିଟି ହୁଁ ଆସିବ ସେଥିରେ ହୁଁ ସେଇ ଚ୍ୟାନେଲରେ ଯେପର୍ଯ୍ୟନ୍ତ ଯାକେ କି କୌଣସି ଭିଡିଓ ନ ଯାଇଛି ହୁଁ ଅଲଗା ଯାହା ବି ଯୋଉଠୁ ଦେଖିବେ ହୁଁ ସେଗୁଡ଼ା ଫେକ୍ ରହିବ ସେଇଟା ଗୋଟେ ପିଲାମାନେ ତାଙ୍କ ଖୁସି ହୁଁ। ପାଇଁ ସେ ଗୋଟେ କରନ୍ତି ସେଇଟା କିଛି ଦେହକୁ ନେବାର ନାହିଁ। ଆଉ ଭାଇ ଆମେ ଜିତୁ ଭାଇ ଏବେ ପୋଷ୍ଟ ଯୋଉ ପକେଇଥିଲୁ ଏ ପୋଷ୍ଟରେ ଭାଇ କମେଣ୍ଟ ଆସିଥିଲା ଆଉ ଜିତୁ ଭାଇ ଏବେ ଯାଏଁ କଣ ପାଇଁ ମ୍ୟାରେଜ କରୁନାହାନ୍ତି ସେ ଭାଇକୁ ପଚାରିବ ବୋଲି ସେଇଟା ଟିକେ ପ୍ରୋବ୍ଲେମ କଣ କୁହନ୍ତୁ। ମ୍ୟାରେଜ କରିନି କଣ ମୋ ୟା ଭିତରେ ତ ପଶିକି ସେ ମ୍ୟାରେଜ କଥା ମୁଁ କେବେ ମାଇଣ୍ଡରେ ହୁଁ ପୁରେଇନି ଚାଲିଥାଏ ଚାଲିଥାଉ ବଡ ଭାଇ ତ ଅଛନ୍ତି ରସିମ ଭାଇ ସିଏ ହୁଁ ତାଙ୍କର ହେରା ବୁଝିବେ ହୁଁ ଆଉ ମୋର ତ ସେ ଭିତରେ ଯିବାର ଟିକେ ହୁଁ କଣ କହିଲ ହୁଁ ମୁଁ ଟିକେ ପଛଘୁଞ୍ଚା ହୁଁ ସିଏ ଅଛନ୍ତି ମାନେ ଛୋଟରୁ ମତେ ମୁଁ ଯାହା କିଛି ବି ଅଛି ହୁଁ ତାଙ୍କ ପାଇଁ ହିଁ ଅଛି ହୁଁ ଆଉ କଣ ଛୋଟରୁ ବଡ ହେଇଗଲି ବୋଲି କଣ ହୁଁ ଆଜି ମୁଣ୍ଡକୁ ହାତ ପାଇଗଲା ବୋଲି କଣ ଏଇସବୁ ଜିନିଷ କଣ ମନେ ମନେ କରିଦେବି କି ସେ ଭାଇ ଅଛନ୍ତି ସେ ଯଦି ଛୋଟରୁ ପ୍ୟାଣ୍ଟ ଖଣ୍ଡେ ଦେଇଛନ୍ତି କି ସାର୍ଟ ଖଣ୍ଡେ ପିନ୍ଧିବା ପାଇଁ ମୋ ପଛରେ ଲାଗିଛନ୍ତି ହୁଁ ଆଜିକା ଡେଟ୍ରେ କଣ ମୋ ପାଖରେ ହୁଁ ପଇସା ହେଇଗଲା ତାଙ୍କ ପାଖରେ ପଇସା ହେଇଗଲା ବୋଲି ଥୋଡି କଣ ହୁଁ ବଡ ଭାଇ କି କଣ ଇଏ କରିଦେବା କି ହୁଁ ସେ ବି ସେଇ ଜିନିଷ ତାଙ୍କର ବୁଝିବାକୁ ବି ତାଙ୍କର ବି ଶକ୍ତି ଅଛି ହୁଁ ସେ ବୁଝିବେ ସେ ତାଙ୍କ ଉପରେ ଦାୟିତ୍ୱ ଅଛି ସିଏ କରିବେ ହୁଁ କିନ୍ତୁ ମୁଁ ମ୍ୟୁଜିକ୍ ଏଇ ସାଉଣ୍ଡ ଲାଇନ୍ କି ଛାଡିଦେଲେ ମୋର ହୁଁ ସେ ଭିତରେ ଆଡେ ଟିକେ ଧାରଣା ଟିକେ କମ ହୁଁ କିନ୍ତୁ ହବ ସେ ଯୋଉଦିନ ରସିମ ଭାଇ ସେ ତାଙ୍କର ବୁଝିବେ ଏ ବିଷୟରେ। ହୁଁ। ଭାଇ ଭିଡକୁ ତ ବେଶୀ ଲମ୍ବା କରାନି ଏତିକି କହି ପବଲିଙ୍କୁ ଇଏ କରୁଛୁ ଆଉ ପବଲିଙ୍କ ପାଇଁ କଣ ଟିକେ ପବଲିଙ୍କ ନୂଆ ବର୍ଷ ପାଇଁ ଟିକେ କଣ କୁହନ୍ତୁ ଭାଇ। ମୋ ତରଫରୁ ସମସ୍ତଙ୍କୁ ଜୟ ଜଗନ୍ନାଥ ଆଉ ଆଡଭାନ୍ସ ହାପି ନ୍ୟୁ ଇୟର ହୁଁ ସମସ୍ତଙ୍କ ଜୀବନ ଏମିତି ଖୁସିମୟ ହଉ ହୁଁ 2026ରେ ହୁଁ ଆଉ ଏସ୍ଏମ୍ ଓଡିଓକୁ ଆଉ ଜିତୁ ହୁଁ ଭାଇକି ଏମିତି ସମସ୍ତଙ୍କୁ ଭଲ ପାଇବା ହୁଁ। ସବୁଦିନ ଥାଉ ଆଉ ଜୟ ବା ଜଗନ୍ନାଥ। ଆଉ ଭାଇ 1 ତାରିଖ ଦିନ ପରଙ୍ଗକୁ ଆସି ଏସଏମ୍ ଓଡିଓ ସହିତ ମିଶିକି ଯୋଗଦାନ କରନ୍ତୁ ଆଉ ସବୁ ବହୁତ ସାରା ଏଞ୍ଜୟ ଖାଲି କରିବା ବି ଖାଲି 1 ତାରିଖ କାହିଁକି ସବୁଦିନ ଆସନ୍ତୁ ହୁଁ। ସବୁଠି ଦେଖନ୍ତୁ କାରଣ ନୂଆ ବର୍ଷର ଫାଷ୍ଟ ପ୍ରୋଗ୍ରାମ ନା ହଁ ହଁ କହିବାକୁ ଗଲେ। ହଁ ହଁ ସମସ୍ତେ ଆସନ୍ତୁ ହୁଁ। କିଛି ଅସୁବିଧା ନାହିଁ। ଭାଇ ଜିତୁ ଭାଇଙ୍କୁ କିଛି ପଚାରିଦେଲେ ଆଉ ଚାଲନ୍ତୁ ଯିବା ରଶ୍ମି ଭାଇକୁ ପଚାରିବା ବି ହୁଁ। ଆଉ ଜିତୁ ଭାଇ ଆମ ଚ୍ୟାନେଲକୁ ଟାଇମ୍ ଦେବାରୁ ଧନ୍ୟବାଦ ଜୟ ଜଗନ୍ନାଥ। ତ ଫାଇନାଲି ଆମେ ଦେଖନ୍ତୁ ଜିତୁ ଭାଇଙ୍କୁ ପଚାରିଥିଲେ ଆମ ସାମ୍ନାରେ ଗୋଟେ ଜଣେ ରଶ୍ମି ଭାଇ ଆଉ ରଶ୍ମି ଭାଇ ଆମ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ ଟାଇମ୍ ଜୟ ଦେଇଥିବାରୁ ଜଗନ୍ନାଥ ଜୟ ଆଉ ଜଗନ୍ନାଥ କେମିତି କଣ ଅଛନ୍ତି ଭାଇ? ଭାଇ ଭଲ ଅଛି ଠାକୁରଙ୍କ ଦୟାରୁ ଆଉ ଆଉ ନୂଆ ବର୍ଷକୁ ନେଇ କଣ କୁହନ୍ତୁ ପବ୍ଲିକ୍ ଟେ? କଣ କହିବା ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ସବୁ ସମସ୍ତ ଏସଏମ୍ ଓଡିଓ ଫ୍ୟାମିଲି ଆଉ ଆମର ଯେତେ ଦର୍ଶକ ଭାଇମାନେ ହୁଁ ଅଡ଼ିଆନ୍ସ ହୁଁ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ସମସ୍ତେ ଜଗନ୍ନାଥଙ୍କ କୃପାରୁ ଭଲରେ ରୁହନ୍ତୁ ଆଉ ଏସଏମ୍ ପରିବାରକୁ ସମସ୍ତେ ଭାଇମାନେ ଯେମିତି ଭଲ ପାଇବା ଦେଇଛନ୍ତି ସେଇଭଳିଆ ଭଲ ପାଇବା ଦେଇଥାନ୍ତୁ ହୁଁ ଠାକୁରଙ୍କ ପାଖରେ ହୁଁ ମୋର ଏତିକି ନିବେଦନ ଆଉ କଣ କହିବା ଭାଇ ଆଉ ଭାଇ ଜିତୁ ଭାଇଙ୍କୁ ଆମେ ଶୁଣୁଥିଲୁ କି ସେଟା ସେଲ୍ ଦେଲେ ସେଇଟା କଣ ସତ? ଚାଲିଛି ପ୍ରୟାସ ହୁଁ ଚାଲିଛି ଯଦି ହେଇଗଲା ଭଗବାନଙ୍କ ହୁଁ। ଦୟାରୁ ଭଲ। ଭାଇ ଆଉ ଗୋଟେ ବି ଜିତୁ ଭାଇକୁ କୋଶ୍ଚିନ୍ କରୁଥିଲୁ କି ଯାହାକି ଆମେ ଜିତୁ ଭାଇ ଆପଣଙ୍କ ମ୍ୟାରେଜ ପାଇଁ କରିନାହାନ୍ତି ବୋଲି ଜିତୁ ଭାଇ କହିଲେ କି ଆଉ ରଶ୍ମି ଭାଇ କହିବେ ଯେ ଯାହା କାରଣ ଛୋଟରୁ ମତେ ବଡ ଏତେ ଏଡେ ବଡ ଜାଗା କରିଛନ୍ତି କିନ୍ତୁ ରଶ୍ମି ଭାଇ ଯାହା କହିବେ ତାହା ହିଁ ହବ ଆଉ ଆପଣ ରଶ୍ମି ଭାଇକି ସେ କୋଶ୍ଚିନ୍ ଟା ପଚାରିବେନି ସେଥିପାଇଁ ରଶ୍ମି ଭାଇକି ପଚାରିଲୁ ସେ ହବ ତାର ଚାଲିଛି ଦେଖାଯାଉଛି ଯଦି ହୁଁ କୋଉଠି ହେଇଗଲା ହୁଁ କିନ୍ତୁ 2-3 ଜାଗାରେ କ୍ୟାନସଲ ହେଇଛି ତାପରେ ଆମେ ଆଉ କିଛି ଇଏ କରିନୁ ହୁଁ ଦେଖାଯାଉ ଭଗବାନଙ୍କର ଆଶୀର୍ବାଦ ହୁଁ କୋଉଠି ତା ଭାଗ୍ୟରେ ଯୋଉଠି ଥିବ ହବ ନା ଆଉ କଣ ଆମେ ଜବରଦସ୍ତି କାହାକୁ ଗୋଟେ କରିଦବା କି ଏମିତି ତ ହେଇପାରିବନି ନା ତା ଭାଗ୍ୟରେ ଯୋଉଠି ଥିବ ହେଇପାରିବ ଯଦି ଭଲ କଥା ଏଇ ବର୍ଷ ବି ଏଇ ରିସେଣ୍ଟ ବି ହେଲେ ବି ହବ କରିଦିଆ ହବ ଆଉ ନହେଲେ ଭାଇ ଦେଖାଯାଉ। ଆମେ ବି ଏବେ ଶୁଣୁଥିଲୁ ଆପଣଙ୍କ ଦେହ ବହୁତ ସିରିୟସ ହେଇଥିଲା ଆଉ ଜିତୁ ଭାଇଙ୍କ ଦେହ ବି କିଛି ଖରାପ ହେଇଥିଲା ଆଉ ଜଣେ ଭାଇ କମେଣ୍ଟ କରିଥିଲେ କି ଆଉ ରଶ୍ମି ଭାଇଙ୍କ ଦେହ ଭଲ ହେଲାଣି କି ଜିତୁ ଭାଇଙ୍କ ଦେହ କଣ ଭଲ ହେଲାଣି ସେଇ ବିଷୟରେ ଟିକେ ନାଇଁ କହିବେ। ଭଲ ଏବେ ଭଲ ହେଇସାରିଲାଣି ବହୁତ ପୁରା ସିରିୟସ୍ ପୁରା ଥିଲା ହୁଁ ତାର ବ୍ଲଡ ଇନଫେକ୍ସନ ହୁଁ ହେଇଯାଇଥିଲା ମୋର ପୁରା ବଡି ପୁରା ଇନଫେକ୍ସନ ହେଇଯାଇଥିଲା ଟୋଟାଲ ଭଲ ହେଇସାରିଲା। ଆଉ ଭାଇ ରଶ୍ମି ଭାଇ ଆପଣ ପୁରୁଣା ରଶ୍ମି ଭିତରେ ଯୋଉ ଥିଲା ଆପଣଙ୍କ ସେଟଅପ୍ ସେଲ୍ କରିଛନ୍ତି କିନ୍ତୁ ଜଣେ ଭାଇ ଟିକେ ଡିମାଣ୍ଡ କରିଥିଲେ କି ଆଉ ଆପଣଙ୍କର ଯୋଉ ରଶ୍ମି ଭିତରେ ସେଲ୍ ହେଇଛି ତାଙ୍କ ସହିତ ଭାଇର ମିକ୍ସିଂ କଣ ହଁ ଅଛି ଭଲ ଭଲ ସମ୍ପର୍କ ଭଲ ଅଛି। ଭାଇ ସେ ଯଦି କୋଉଟା ମାନେ ପ୍ରୋବ୍ଲେମ ଫେସ୍ କଲେ ଆପଣଙ୍କୁ କଣ୍ଟାକ୍ଟ କଲେ ଆପଣ ହଁ ଯାଇକି ନିଶ୍ଚିନ୍ତ ପହଞ୍ଚି ପାରିବେ କି ନିଶ୍ଚିନ୍ତ ନାହିଁ? ହଁ ନିଶ୍ଚିନ୍ତ ଜଣେ ଭାଇ କି ଯଦି ଆମେ ଦେଇଛେ ହୁଁ ତାର ପ୍ରୋବ୍ଲେମ ହେଲେ ଯଦି ବି ହୁଁ ତାକୁ ସଲ୍ଭ ନ କରିବା କି ହୁଁ ହେଲ୍ପ ନ କରିବା ହୁଁ ସେ ଆମକୁ କଣ ଅଲଗା ବେଳେ ହୁଁ ହେଲ୍ପ ମାଗିବ ଆଗରୁ ହୁଁ କେବେ ତ ଇଏ କରିନଥିଲି କିନ୍ତୁ ହୁଁ ନେଲା ଦିନଠୁ ଯେତିକି ଯାହା ବି ଇଏ କରିଛନ୍ତି ହୁଁ ଯାହା ବି କରିଛନ୍ତି XY Z ହୁଁ ଯାହା ବି ହଉ ତାକୁ ହେଲ୍ପ ମୁଁ ତ କିଛି ଜାଣି ଯାଇନି ସେ ଜିତୁ ଯାଇକିନି ତାକୁ ହେଲ୍ପ କରିଛି ଆଉ। ଟିକେ ବନ୍ଦ କର।
ଭାଇ ଯେତେ ସବୁ ଆମର କହିବାକୁ ଗଲେ କମ୍ପିଟିସନ ହଉଛି ମାର୍କେଟରେ ଏତେ ବି ଆଉ ଆପଣଙ୍କ ତ ବହୁତ ପ୍ରୋଫେସନାଲ ଉପରେ ସେଟଅପ୍ ଥିଲା କିନ୍ତୁ ରିସେଣ୍ଟଲି ଏଇ 10-12 ଜମାର ପ୍ରୋଗ୍ରାମରେ ଆପଣଙ୍କର କମ୍ପିଟିସନ ବି ହେଇଛି ସେ କମ୍ପିଟିସନକୁ ନେଇ କ'ଣ କହିବେ ଯେତେ ସବୁ କଣ୍ଟ୍ରୋଭର୍ସି ବି ହଉଛି? ଦେଖନ୍ତୁ ଯେତିକି ଏବେ କମ୍ପିଟିସନ ହେଇଛି କି ହୁଁ। ଆଗକୁ ଯେତିକି ବି ପ୍ରୋଗ୍ରାମ ହୁଁ ଅଛି ହୁଁ କମ୍ପିଟିସନ ପାଇଁ ହୁଁ ସେତିକି ପୁଣି ନେକ୍ସଟ ଗଣେଶ ପୂଜାରେ ହୁଁ ଆଉ ଟୋଟାଲ SM ଓଡ଼ିଓର କମ୍ପିଟିସନ ଟୋଟାଲ ହବ ନାହିଁ। ହୁଁ ଓନ୍ଲି ପ୍ରୋଫେସନାଲ ରୋଡ ଶୋ ଉପରେ ଯେଉଁ ଭାଇମାନଙ୍କର କଣ୍ଟାକ୍ଟ କରିବେ ସେଇ ହିଁ ପ୍ରୋଗ୍ରାମ ପାଇଁ ହିଁ ଆସିବେ। ହୁଁ ଯେମିତି SM ଓଡ଼ିଓ ଫାଷ୍ଟ ଯେତେବେଳେ ଓପନିଂରେ ହୁଁ ବାହାରିଥିଲା ହୁଁ ଯେଉଁ 22ଟା ପ୍ରୋଗ୍ରାମ ପାଇଁ ହେଇଥିଲା ପ୍ରୋଗ୍ରାମ ଯେଉଁଭଳିଆ ଚାଲିଥିଲା ସେଇଭଳିଆ ହିଁ ଚାଲିବ ଗଣେଶ ପୂଜାରେ। ଗଣେଶ ପୂଜାଠୁ ଆଉ ଟୋଟାଲ SM ଓଡ଼ିଓର କମ୍ପିଟିସନ ଟୋଟାଲ ହବ ନାହିଁ। ଓନ୍ଲି ପ୍ରୋଫେସନାଲ ଉପରେ ଚାଲିବ ନହେଲେ ରୋଡ ଶୋ ଉପରେ ଚାଲିବ। କମ୍ପିଟିସନ ଟୋଟାଲ ହବ ନାହିଁ। କମ୍ପିଟିସନ ଟୋଟାଲ ହବ ନାହିଁ। ଭାଇ ଆମେ ବି ଏତେ ସବୁ କମ୍ପିଟିସନ ଯେତେ ବି ହଉଛି ଯୋଉ ମାଇକିଂ ହଉଛି ସେ ମାଇକିଂ ଭାଇ ହବା ଦରକାର କି ମାଇକିଂ ବନ୍ଦ କରିବା ଦରକାର? ହଁ ମାଇକିଂ ଯିଏ ଭାଇ କରିବା କଥା କରୁଛି ହୁଁ ତାର ଏଣ୍ଟରଟେନମେଣ୍ଟ କରିବା ପାଇଁ ହୁଁ କରୁଛି। ହେଲେ ଯୋଉ ଭାଷା ବ୍ୟବହାର ଖରାପ କରୁଛନ୍ତି ହୁଁ ଲାଙ୍ଗୁଏଜ ହୁଁ ସେଇଟା ଠିକ ନୁହେଁ। ହୁଁ ସେଇଟା ଠିକ ନୁହେଁ। ମାଇକିଂ କରନ୍ତୁ କିଛି ଇସ୍ୟୁ ନାହିଁ। ହୁଁ ଲୋକକୁ ନଚେଇକିନି ହୁଁ ନଚେଇ ପାରିବା ମାଇକିଂ କରିକି ନଚେଇ ଦିଅନ୍ତୁ। ହେଲେ ଯୋଉ ବ୍ୟବହାର ଖରାପ କରୁଛନ୍ତି ସେଟା ଠିକ ନୁହେଁ। ଏଇଟା ଏଇଟା ପାଇଁ ସମ୍ପୂର୍ଣ୍ଣ ନିଷେଧ। ଯୋଉ ବ୍ୟବହାର ଖରାପ କରିବାଟା ଆଉ ଯୋଉ ମାଇକିଂ କରିକି ପବ୍ଲିକ ନଚେଇବା ଏଟା ତ ଗୋଟେ ଫ୍ୟାସନ ପୁରା ଗୋଟେ। ଭାଇ ଏବେ ବି ଆମର କହିବାକୁ ଗଲେ ଯୋଉ ଜାଗାକୁ ଆପଣ ବି ଯାଉଛନ୍ତି ବିନା କମ୍ପିଟିସନ ପ୍ରୋଗ୍ରାମ ରହୁଛି ସେ ଜାଗାରେ ବି କମ୍ପିଟିସନ ହଉନି କିନ୍ତୁ ଲୋକ କହିବାକୁ ଗଲେ ମାନେ କମ୍ପିଟିସନ ଜିନିଷ ହିଁ ଗାଡ଼ିରେ ଲଗେଇକି ଯାଉଛନ୍ତି ମାନେ କମ୍ପିଟିସନ ମାନେ ଟ୍ରାକ୍ ବି ବଜଉଛନ୍ତି ତାକୁ ନେଇ କ'ଣ କହିବେ? କିଛି ନାହିଁ ଯିଏ ଯାହାର ଯାହା ଲଗେଇଲା ହୁଁ ଆମର କ'ଣ କହିବାର ଅଛି। ହୁଁ ଆମର ଯାହା ଅଛି ହୁଁ ଆମର ଯୋଉ ଭଳିଆ ପ୍ରୋଗ୍ରାମ ଆମର କରିବୁ ସିଏ ତାର ଯୋଉ ଭଳିଆ କଷ୍ଟମରକୁ ଡିଲ୍ କରିଦିଅ ସେ ତାର ସେଇଭଳିଆ ପ୍ରୋଗ୍ରାମ କରିବ। ଆମେ ଧର ଏଇ ପ୍ରାୟ ଏଇ ଯାଇଥିଲୁ କ'ଣ ହୁଁ ସେଟା କ'ଣ ଆମର ଭାବରୁ ଯାଇଥିଲୁ। ହୁଁ ସେଠି ଆମକୁ କମ୍ପିଟିସନ ପାଇଁ କହିନଥିଲେ କି ଆମେ କିଛି ଜିନିଷ ବି ନେଇନଥିଲୁ। ନେଇନଥିଲୁ। ବାଇଶିଙ୍ଗା ଯାଇଥିଲୁ। ବାଇଶିଙ୍ଗାରେ ଦେଖନ୍ତୁ ଏଇଟା ଗୋଟେ କଥା କହୁଛି ପଚାରିଲେ ବାଇଶିଙ୍ଗାରେ ଢେଙ୍କାନାଳର ଆସୋସନ ପ୍ରେସିଡେଣ୍ଟ ହୁଁ ଯୋଉ ବଜରଙ୍ଗୀ ଡିଜେ ହୁଁ ସେ ମତେ ଆମକୁ ଫୋନ କଲେ ରସିମ ଭାଇ ତମେ ଯୋଉ ବାଇଶିଙ୍ଗା ଆଇବ କମ୍ପିଟିସନ ପାଇଁ ଜିନିଷ କିଛି ଆଣିବ ନାହିଁ। ଆମେ କହିଲୁ ଠିକ ଅଛି ଭାଇ ସମସ୍ତେ ଯାହା ଲଗେଇବେ ଆମେ ଆମର ଲଗେଇବୁ। ହୁଁ କହିଲେ ଗାଡ଼ିରେ ଯାହା ଅଛି ତ ସେଇଆ ଲଗେଇବ। ହୁଁ ଭାଇ ଗଲା ପରେ ହୁଁ ଆସୋସନ କଥା କ'ଣ ସେଇଠିକାର ତାଙ୍କ ନିଜ ଆସୋସନର ମେମ୍ବର ମାନେ ବି ସବୁ ଲଗେଇକି ଯାଇଥିଲେ। ହୁଁ ହେଲେ SM ଓଡ଼ିଓର କିଛି ଗୋଟେ ବି ଜିନିଷ ହୁଁ ଲାଗିନଥିଲା। ଗାଡ଼ିରେ ଯାହା ହଁ ଲାଗିଛି ସେଇଆ ହିଁ ଲାଗିଥିଲା। ସେଇଟା ବି ଆମେ ଭିଡ଼ିଓ ବି ପକେଇଥିଲୁ ପଡ଼ିଆରେ ବି ଆପଣଙ୍କ ସହିତ କମ୍ପିଟିସନ ଆସିକି କରିଥିଲେ। ଦେଖନ୍ତୁ ଭାଇ ଆମର ଯୋଉ ତ୍ରିନାଥ ଡିଜେ ମୁଁ ଖୋଲା କହୁଛି ହୁଁ ତ୍ରିନାଥ ଡିଜେ ସିଏ ଜଣେ ବି ଆସୋସନର କ'ଣ ମେମ୍ବର ଅଛନ୍ତି। ହୁଁ ସିଏ ଆମେ ଗାଡ଼ି ଠିଆ ହେଲା ଆମ ଗାଡ଼ି ପଛଡ଼ିକି ଲଗେଇନି କ୍ୟାଉଁ 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 କ'ଣ କଲେ ଆଉ ଜଣେ କରୁଛି ମାନେ ତାକୁ ସେ ନ ଲାଗିଥିଲେ ଜିନିଷ ବି ହୁଁ କିଛି ତ ପୁଣି ତାକୁ ପୁଣି ଲଗେଇବାକୁ ପଡ଼ିବ ନା ହୁଁ ଚଲେଇବାକୁ ପଡ଼ିବ ହୁଁ ବାଧ୍ୟ। ନହେଲେ ଲୋକ ତ ପବ୍ଲିକ କହିବେ ସାଳା SM ଓଡ଼ିଓ ହାରିଗଲା କି ଇଏ କଲା ହୁଁ ବାଧ୍ୟ। ଆଉ କ'ଣ କରାଯିବ ହୁଁ ଯେ କାହିଁ ଆସୋସନର କାହିଁ ମେମ୍ବର ମାନେ ଯେ ତାଙ୍କର ଯୋଉ ପ୍ରେସିଡେଣ୍ଟ କହିଲେ ଯେ କେହି ଲଗେଇବେନି ସେମାନେ ତ ଭାଇମାନେ ସମସ୍ତେ କିଏ 4 ଲାଇନ୍ କିଏ 5 ଲାଇନ୍ କିଏ 10 ଲାଇନ୍ ଲେଖା ସବୁ ଲଗେଇଥିଲେ। ଆମ ଗାଡ଼ିରେ ତ କିଛି ଲାଗିନଥିଲା ସେମାନଙ୍କ ପାଇଁ କିଛି ଭାଇ ନିୟମ ନାହିଁ କି? ଆଉ ରସିମ ଭାଇ ଲଗେଇଲେ ସମସ୍ତଙ୍କର ଭାଇ ପିଲା କିଏ 12 ବେଶ ଲଗେଇକିନି କଲ୍ କରୁଛି ରସିମ ଭାଇ 8 ବେଶ ଲଗଉଛି। ଯଦି ରସିମ ଭାଇ 12 ବେଶ ଲଗେଇକିନି କରିଦେଲା ସମସ୍ତେ ସାଉଣ୍ଡ ଓନର ଭାଇ ମାନଙ୍କର ସବୁକର ଫାଟିଯିବ। ସେଇଟା ହଉଛି ଗୋଟେ କଥା। ସମସ୍ତେ ଏଇନେ ଚାଲିଛି ଠିକ ଠାକ। ଯଦି ଆଉ କିଏ ମୁଁ ଯଦି ଗୋଟେ ଲଗେଇଲି ଧର ଭାଇମାନେ ବି ଲଗେଇକିନି 12 ବେଶ ହୁଁ କଲ୍ କରୁଛନ୍ତି ହୁଁ ହେଲେ ବି ଆମେ ଯେତେବେଳେ କହୁଛୁ ହୁଁ ଭାଇ ଆମେ ଆଉ କିଛି ରିସ୍କ ନେଇପାରିବୁନି ସେ ତାଙ୍କର କରିବା କଥା କରନ୍ତୁ। ଆଉ ଆମେ ଯେତେବେଳେ ଲଗେଇବୁ ଲଗେଇଲା ପରେ ସାଙ୍ଗେ ସାଙ୍ଗେ ସମସ୍ତଙ୍କର ଅବଜେକ୍ସନ ଚାଲିଛି। ଗତ ବର୍ଷଠୁ ତ ହୁଁ ଏଇଭଳିଆ ଚାଲିଛି ଚାଲୁ କେତେ କାରଣ ଦିନ ଭାଇ ତ ଆମେ ଚାଲିବ। ବି ରିସେଣ୍ଟ ଏବେ ଦେଖୁଥିଲୁ ଭାଇ କାରଣ ଆପଣ ଫାଷ୍ଟ ଟାଇମ ପାଇଁ SM ଓଡ଼ିଓରେ ଲାଗିଥିଲା ପ୍ରେସର ବଡି ତ ମାନେ ଓଡ଼ିଶାରେ ମାନେ କହିବାକୁ ଗଲେ ଲାଗିନଥିଲା। ନାଇଁ ପ୍ରେସର ମିଡି ଭାଇ ସମସ୍ତେ ଲଗେଇଛି ହୁଁ ହେଲେ ଓପନ କେହି ଲଗେଇ ନଥିଲେ। ହୁଁ ଓପନ ଆମେ ହିଁ ଲଗେଇଛୁ ଆରମ୍ଭ। ହୁଁ କିନ୍ତୁ ଏବେ ଭାଇ ଓନର ଜଣେ କହୁଥିଲେ ହୁଁ ଯେ ପ୍ରେସର ମିଡି ଆମେ ତାଙ୍କୁ ହିଁ ଦେଖେଇଲୁ ହୁଁ ସିଏ କ'ଣ ଜାଣିଥିଲେ କି ହୁଁ ଏ ଭାଇ ତମେ ଲଗେଇଥିଲ ଆମେ ଜାଣିଛୁ ଠିକ ଅଛି ହୁଁ ହେଲେ ଓପନ ତ ଲଗେଇ ନଥିଲ ନା ବାହାରେ ଲଗେଇ ନଥିଲ। ହୁଁ ଆମେ ଲଗେଇଲା ପରେ ତମେ ତାକୁ ସେଠୁ ସାଙ୍ଗେ ସାଙ୍ଗେ ଇଏ କଲ ଯେ ଆମେ ଲଗେଇଥିଲୁ ଆମ ପରେ ସେମାନେ ଲଗେଇଛି। ହୁଁ ତମେ ଭିତରେ ବକ୍ସ ଭିତରେ ଲଗେଇଥିଲ ହୁଁ ସମସ୍ତେ ଜାଣିଛି ଭାଇ ଇଏ ଲଗେଇଥିଲା କି ରାମ ଦାମ ସାମ ସେ ଲଗେଇଥିଲା। ହେଲେ ଆମେ ତ ଟୋଟାଲି ଲଗେଇ ନଥିଲୁ ଓପନ ଆମେ ଲଗେଇଥିଲୁ ହୁଁ ପ୍ରେସର ମିଡି ଲଗେଇଲା ପରେ ସମସ୍ତେ ଲଗେଇଲ କିଏ 20 କିଏ 50 କିଏ 60 80 ଏମିତି ଲଗେଇଲ। ଆଉ ଆଗରୁ କ'ଣ ଲଗେଇଥିଲେ ଇଏ କରୁଥିଲେ କ'ଣ କହିବେ। ଆମେ ପୁରା ଖୋଲା ଆମେ ଲୁଚା ଛପା ଆମର କିଛି ଜିନିଷ ନାହିଁ। ଯାହା ଲୋକ ଲାଗିବ ଯେମିତି ଓପନ ବେସରେ କହୁଛି ରସିମ ଭାଇ ଯୁଡେ ଯୁଡେ ଲଗେଇଛି ସ୍ପିକର କି ଭାଇ ତ ମୁଁ ତ ଜାଲି ତ ଖୋଲି ଦେଇଛି ମୋ ଜାଲି ଆଇକିନି ଦେଖୁନ ବକ୍ସରେ କେତେଟା ଲେଖା ସ୍ପିକର ଲାଗିଛି। ପ୍ରାୟ ଜାଗାରେ ଗଲା ଖୁଙ୍କା ଲୋକ ଦେଖୁଛି ଭାଇ ତମର 2ଟା ସ୍ପିକର ଲାଗିଛି ନହେଲେ କେମିତି ତମର ଏତିକି ଭାଇବ୍ରେସନ ହଉଛି।
ଭାଇ ମୁଁ ତ ସମସ୍ତଙ୍କୁ କହୁଛି ଭାଇ ତମେ ଆସିକି ଦେଖ ଆମ ବକ୍ସରେ କେତେଟା ସ୍ପିକର ଲାଗିଛି ସବୁ ଜାଗାରେ ଯୋଉଠି ଗଲେ ପବ୍ଲିକ କହୁଛନ୍ତି ତମର କେମିତି ଏତେ ବେଶ ହେଉଛି ଅଲଗା ଭାରତର କାହିଁ ହଉନି ନାଇଁ ଦୁଇଟା ସ୍ପିକର ଲଗେଇଛନ୍ତି ଭାଇ ଦେଖନ୍ତୁ କୋଲାବ ଅଛି ଦେଖନ୍ତୁ ଭିତରେ ଲାଗିଛି କି କୋଉଠି ଲାଗିଛି ଆପଣ ଯଦି କହିବେ ବି ଖୋଲିକି ଦେଖେଇଦବା ଭାଇ ମାନେ ଏତେ ସାରା ପ୍ରୋଗ୍ରାମ ବି ଯାଉଛନ୍ତି ମାନେ ଦୂର ପ୍ରୋଗ୍ରାମ ବି ଯାଉଛନ୍ତି ଦୂର ପ୍ରୋଗ୍ରାମ ଆପଣ କୋଉଠି ବେଷ୍ଟ ପ୍ରୋଗ୍ରାମ ଲାଗିଛି? ବେଷ୍ଟ ପ୍ରୋଗ୍ରାମ ଭାଇ ସବୁ ଜାଗାରେ କୋଉଟେ ଇଏ ନାହିଁ ଭାଇ ଏବେ ବି ଆମେ ଯାଇଥିଲୁ କହିବାକୁ ଗଲେ ଯାଜପୁର ଯାଇଥିଲେ କି ଆମର ଯାଇଥିଲେ ସମ୍ବଲପୁର ସେଇଟା କେମିତି କଣ ମାନେ ପବ୍ଲିକଙ୍କର ଆକ୍ସନ ଥିଲା? ସମ୍ବଲପୁର ତ ଗୋଟେ ବାର୍ଥଡେ ପ୍ରୋଗ୍ରାମ ଥିଲା ହୁଁ। ଷ୍ଟାଣ୍ଡିଂ ପ୍ରୋଗ୍ରାମ ହୁଁ। ଥିଲା ସେ ଦିଟା ଟ୍ୱିନ୍ସ ବେବିର ବାର୍ଥଡେ ଥିଲା ହୁଁ। ସେଇ ବାର୍ଥଡେ ବହୁତ ମାନେ ତାଙ୍କର ଏଇ ରିମିକ୍ସ ଗୀତ ନାହିଁ ହୁଁ। ଓନ୍ଲି ପ୍ଲେନ୍ ଗୀତରେ ହୁଁ। ଓନ୍ଲି ସମ୍ବଲପୁରୀ ହୁଁ। ଗୀତ ବହୁତ ଭଲ ବଢିଆ ଥିଲା ଭାଇ ଆମେ ଜାଣିଥିଲୁ କି ସେଟଅପ ସେଲ ହଉଛି ବୋଲି ସେଟଅପ ସେଲ ହେଲା ପରେ ନୂଆ ସେଟଅପ ଆସିବ କି ନାହିଁ? ଆସିବ ଗୋଟେ ୟୁନିକ୍ ପୁରା ହୁଁ। ଟୋଟାଲ ଓଡିଶାରେ କାହାରି ନଥିବ ହୁଁ। ସେଇଭଳିଆ ସିଷ୍ଟମ ବହୁତ ଲେଟ୍ ହେଲେ ଗଣେଶ ପୂଜା ହେଇପାରେ କି କାର୍ତ୍ତିକେଶ୍ୱର ହେଇପାରେ କି ଲକ୍ଷ୍ମୀ ପୂଜା ହେଇପାରେ କିଛି ହୁଁ। ମାନେ କନଫର୍ମ ନୁହଁ ହେଲେ ସେଲ୍ ହବାଟା ନିଶ୍ଚିନ୍ତ ରିସେଣ୍ଟ ହେଇପାରେ ରିସେଣ୍ଟ ହେଇଗଲେ ଯେତିକି ପ୍ରୋଗ୍ରାମ ଅଛି ପ୍ରୋଗ୍ରାମ ସରିଲା ପରେ ଭାଇ କି ଦିଆହବ ଭାଇ ସେଟଅପ ସେଲ ହବା ପାଇଁ ଅଛି କିନ୍ତୁ ଆଗକୁ ଯଦି କିଏ ଆସିବେ ଭାଇ ଆମର ଯଦି ଗଣେଶ ପୂଜା ପାଇଁ ବୁକିଂ କରିବା ପାଇଁ ସେ କଲ୍ ରଖିବେ କି ନାହିଁ? ନାଇଁ ଯୋଉ ଭାଇ ନେବେ ତାଙ୍କ ସହିତ ଯୋଗାଯୋଗ କରିବେ ଆମେ ଆମର କନଫର୍ମ ହେଇ ସାରିଲା ପରେ ଯାଇକି ଆମେ ରଖିବୁ ଏବେ ନୁହଁ ଆମେ ତ ସେଇଥିପାଇଁ ମୁଁ ରଖୁନି କିଛି କଲ୍ ଗଣେଶ ପୂଜା ପାଇଁ ଭାଇଙ୍କଠୁ ବି ଜାଣିଲେ ସେଟଅପ ସେଲ ହେଲେ ଯୋଉ ଭାଇ ମାନେ ବି ଇଚ୍ଛୁକ ଅଛନ୍ତି ରଶ୍ମି ଭାଇ ଆଣ୍ଡ ଯେହେତୁ ଭାଇଙ୍କ ସହିତ କଣ୍ଟାକ୍ଟ କରିକି ବି ସେଟଅପ ନେଇପାରିବେ ଆଉ ସେଟଅପ ନେଲେ ହିଁ ଭାଇଙ୍କର ନୂଆ ସେଟଅପ ଆସିବ ନହେଲେ ନାହିଁ ଆଉ ସେଟଅପ ଯଦି ନ ସେଲ ହେଲା ତାହେଲେ କିଛିଟା ମାନେ ୟୁନିକ୍ ଡିଜାଇନ ଆସିବ ନୂଆ ସେଟଅପ ଆସିବ କିନ୍ତୁ ଏଇ ଗାଡିରେ ଆସିବ ଆଉ ଭାଇଙ୍କଠୁ ବି ଜାଣିଲେ ଆଉ ଭାଇ ଆମ ଚ୍ୟାନେଲକୁ ଟାଇମ ଦେବାକୁ ଧନ୍ୟବାଦ ଥ୍ୟାଙ୍କ ୟୁ ଭାଇ ଆଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ ଭାଇ ଏତିକିରେ କହି ଭିଡ଼ିଓ ଏଣ୍ଡ କରୁଛୁ ଆଉ ଯଦି ଭିଡ଼ିଓ ଭଲ ଲାଗିଥିବ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ପବ୍ଲିକ ଭାଇ ଟିକେ କୁହନ୍ତୁ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ସବସ୍କ୍ରାଇବ କରିବେ ସମସ୍ତେ ଭାଇ ଏଇ ଡିଜେ ଫ୍ୟାମିଲି ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ କରନ୍ତୁ ଭାଇ କେମିତି ଆଗକୁ ଆଗକୁ ଯାଆନ୍ତୁ ଠାକୁରଙ୍କ ଆଶୀର୍ବାଦରୁ ଆଉ ଭାଇଙ୍କ ଚ୍ୟାନେଲ ତ ସବୁ ଦିନ ପାଇଁ ସବୁଙ୍କ ପାଇଁ ଭଲ ଅଛି ଭାଇଙ୍କ ନାଁ କ'ଣ କି ଚିନ୍ମୟ କୁମାର ଚିନ୍ମୟ ରଥ ଚିନ୍ମୟ ରଥ ଏ ଭାଇଙ୍କୁ ସମସ୍ତେ ଭାଇ ଦେଖନ୍ତୁ ଆଉ ସମସ୍ତେ ଲାଇକ୍ ସବସ୍କ୍ରାଇବ କରନ୍ତୁ ଆଉ ଭାଇ ଏତିକି କହିକି ଭିଡ଼ିଓ ଏଣ୍ଡ କରୁଛୁ ଆଉ ଯୋଉ ଭାଇଙ୍କୁ ଭିଡ଼ିଓ ଭଲ ଲାଗିଥିବ କମେଣ୍ଟରେ ନିଶ୍ଚୟ ଜଣେଇବେ ଆଉ ଯୋଉ ଅଲଗା ସେଟଅପରେ ବି ଭାଇ ଦରକାର ହୋମ୍ ଟୁର ଭିଡ଼ିଓ କି ଯାହା ବି ଅଲଗା କିଛି ଅପଡେଟ୍ ଦରକାର ଭାଇ କମେଣ୍ଟ ମାଧ୍ୟମରେ ଜଣେଇବେ ଆମେ ନିହାତି କଭର କରିବା ପାଇଁ ଚାହିଁବୁ ଜୟ ଜଗନ୍ନାଥ ଭିଡ଼ିଓ ଏତିକି କହି ଭିଡ଼ିଓ ଏଣ୍ଡ କରୁଛୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।